ଆଉ ଆସନ୍ତୁ ଆଉ ଆମମାନଙ୍କ ମଧ୍ୟରେ ମଧ୍ୟସ୍ଥି ପ୍ରାର୍ଥନା କରି ଆମମାନଙ୍କୁ ପଢେଇ ନେଇଥିବା ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ମୁଁ ଧନ୍ୟବାଦ ଦିଏ। ଆଜି ଆମମାନଙ୍କୁ ସେମାନେ ମଧ୍ୟସ୍ଥି ପ୍ରାର୍ଥନାରେ ପଢେଇ ନେଇଛନ୍ତି। ଆଉ ଯୋଉମାନେ ଆଉ ନିଜ ନିଜ ଜାଗାରେ ବସି ମଧ୍ୟ ସେଇ ପଏଣ୍ଟ ଗୁଡାକୁ ନେଇ ପ୍ରାର୍ଥନା କରିଛନ୍ତି ସେ ପ୍ରଭୁଙ୍କ ଦାସ ଦାସୀକୁ ମଧ୍ୟ ମୁଁ ବିଶେଷ ଧନ୍ୟବାଦ ଦିଏ। ମାନଙ୍କ ପାଇଁ ପ୍ରାର୍ଥନା ହେଇଛି ଆମେ ଆଉ ପ୍ରାର୍ଥନା କରିବା ନାହିଁ ଆମେ ବର୍ଷିପ ମାଧ୍ୟମକୁ ଯିବା। ବର୍ଷିପ ମାଧ୍ୟମକୁ ଯିବା ପୂର୍ବରୁ ମୁଁ ବାକ୍ୟରୁ ପଦେ ପାଠ କରିବି। ତାପରେ ପ୍ରିୟ ପ୍ରଭୁଙ୍କର ଦାସୀ ଆସି ଆମମାନଙ୍କୁ ବର୍ଷିପରେ ପଢେଇ ନେବେ। ଆହେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର। ସମୁଦାୟ ପୃଥିବୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କର ନାମର ଧନ୍ୟବାଦ କର। ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କର। ଅନ୍ୟ ଦେଶ ମାନଙ୍କ ମଧ୍ୟରେ ତାହାଙ୍କର ଗୌରବ ସମସ୍ତ ଗୋଷ୍ଠୀ ମଧ୍ୟରେ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟା ପ୍ରକାଶ କର। କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ ଆମେନ୍। ପ୍ରବଳକୁ ପଠନରେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଏହି ସମୟରେ ଆମେ ୱର୍ସିପ କରିବାକୁ ଯିବା ଆମମାନଙ୍କ ମଧ୍ୟରେ ଆଉ ପ୍ରିୟ ପ୍ରଭୁଙ୍କର ଦାସୀ ଅଛନ୍ତି ଅନୁପମା ବାଗ ଦିଦି ପ୍ରଭୁ ଯୀଶୁଙ୍କ ନାମରେ ମୁଁ ତାଙ୍କୁ ଆହ୍ୱାନ କରୁଛି ଆଉ ସିଏ ଆମମାନଙ୍କୁ ପ୍ରଭୁଙ୍କର ଗୀତ ଦ୍ଵାରା ପ୍ରଭୁଙ୍କର ଗୌରବ ପ୍ରଶଂସା କରି ଆମ ପ୍ରତ୍ୟେକଙ୍କୁ ପଢେଇ ନେବେ। ଦିଦି ପ୍ରେଜ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ, ନମସ୍କାର ପ୍ରେଜ୍ ଦ ଆଉ ଲର୍ଡ। ଦିଦି ଆପଣଙ୍କର ସମୟ ଆପଣ ଆମମାନଙ୍କୁ ପଢେଇବେ। ଧନ୍ୟବାଦ ଦଉଛି ଆପଣଙ୍କୁ ବହୁତ ସୁନ୍ଦର ଭାବରେ ଆପଣ ମତେ ସ୍ଵାଗତ କରୁଛନ୍ତି। ସର୍ବପ୍ରଥମେ ମୋର ସୃଷ୍ଟିକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଦେବି କାରଣ ମହାନ ପରମେଶ୍ୱର ଜୀବିତ ପରମେଶ୍ୱର ଜୀବିତ ମାନଙ୍କ ମଧ୍ୟରେ ଆଜି ଆମକୁ ନାମ ସ୍ଥାନ ଦେଲେ ଉତ୍ତମ ନିଦ୍ରା ଦେଲେ ସୁପ୍ରଭାତ ଦେଖେଇଲେ ତହିଁ ପାଇଁ ଧନ୍ୟବାଦ ଦଉଛି। ରିଏଲ ମିନିଷ୍ଟ୍ରିର ପ୍ରତ୍ୟେକ କର୍ମକର୍ତ୍ତା ଯୋଡି ହେଇଥିବା ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀ ଗଣକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସ୍ଵାଗତ ଜଣାଏ। ଆଜିର ଉପାସନାରେ ସ୍ଵାଗତ ଜଣାଏ ଆଉ ହୋଷ୍ଟ ପ୍ରଭୁଙ୍କର ଦାସ ରିଏଲ ମିନିଷ୍ଟ୍ରିର ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ ଦେବି ମତେ ସୁନ୍ଦର ସୁଯୋଗ ଦେଲେ ଆଉ ବସିଥିବା ପ୍ରତ୍ୟେକ ପ୍ରଭୁଙ୍କର ପ୍ରାର୍ଥନା ଯୋଦ୍ଧାକାରୀ ମାନଙ୍କ ପ୍ରଭୁଙ୍କ ଚରଣ ତଳେ ପ୍ରତ୍ୟେକ ସମର୍ପଣ କରୁଛି। ବାକ୍ୟରୁ ଗୋଟେ ବିଷୟ ପଢିବା ବାକ୍ୟରେ ଏପରି ଲେଖାଯାଏ ପରମେଶ୍ୱରଙ୍କ ପ୍ରେମ ଓ କରୁଣା ତୁମ୍ଭ ତୁଲ୍ୟ ପରମେଶ୍ୱର କିଏ? ତୁମ ଅଧର୍ମ କ୍ଷମା କରିଅଛ ଓ ଆପଣ ଅଧିକାରର ଅବଶିଷ୍ଟାଂଶ ଲୋକଙ୍କର ଆଜ୍ଞା ଲଙ୍ଘନର ପ୍ରତି ଉପେକ୍ଷା କରିଥାଅ। ସେ ଚିରକାଳ ଆପଣା କ୍ରୋଧ ରଖନ୍ତି ନାହିଁ କାରଣ ସେ ଦୟାରେ ସନ୍ତୁଷ୍ଟ ଥାନ୍ତି। ଥ୍ୟାଙ୍କ ୟୁ। ଆସନ୍ତୁ ଆମେ ସମସ୍ତେ ମିଳିମିଶି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆରାଧନା କରିବା। ହାଲେଲୁୟା ଥ୍ୟାଙ୍କ ୟୁ ମାଷ୍ଟର ପବିତ୍ର ଆତ୍ମା ଦୟାଳୁ ପିତା ପ୍ରଭୁ ତୁମର ମହିମା ହଉ ତୁମର ଗୌରବ ହଉ ତୁମର ପ୍ରଶଂସା ହଉ ରାଜା ହାଲେଲୁୟା। ମାଷ୍ଟର ପବିତ୍ର ଆତ୍ମା ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଧୋଇ ଧୋଇ ଦିଅ ପ୍ରଭୁ ମୋର ପାପ ଅଛି ଯେତେ ହୃଦୟରେ ହଜିବାକୁ ଚାହେଁ ମୁଁ ପ୍ରଭୁ ତୁମରି ପ୍ରେମରେ ମୁଁ ଯେ ଅନୁତାପ କରି ଆସିଛି ଚରଣୀ ଫିରି ମୁଁ ଯେ ଅନୁତାପ କରି ଆସିଛି ଚରଣୀ ଫେରି କରିଦିଅ ପ୍ରଭୁ ମତେ କ୍ଷମା ବରେ କ୍ଷମା ବରେ ଧୋଇ ଦିଅ ପ୍ରଭୁ ମୋର ପାପ ଅଛି ଯେତେ ହୃଦୟରେ ଅସାର ଅସାର ସବୁ ହିଁ ଆସାର ଜଗତରେ ଲାଭ ନାହିଁ ଜ୍ଞାନ ଯୌବନ ମାନ ସମ୍ମାନ ଆଜି ଅଛି କାଲି ନାହିଁ ଏ ଜୀବନ ଯାଉ ସାରି
गले पछे जीवी मरी ए जीवन जाऊ सरी गले पछे जीवी मरी तुम बिना बंची मोर लाभ नहीं लाभ नहीं धोई दिया प्रभु मोर पाप जीते हृदय रे तुम विरुद्धरे पाप जे मुकरे तुम वाक्य हृदय दिया कि देई भजीबी कि देई पूजीबी तुम विधि मत शिखाओ अकिंचन पापी मुहि चाहिअछि बाट चाहिँ अकिंचन पापी मुहि रहिअछि बाट चाहिँ हात धरि चलाहे तुम पथरे सत्य पथरे धोई दिया प्रभु मोर पाप अछि जेते हृदय रे हालेलुया राजा महान परमेश्वर जन्मावधिରୁ ଏ ପର୍ଯ୍ୟନ୍ତ ପ୍ରଭୁ ଯଦି ଆମେ ତୁମ ବିରୁଦ୍ଧରେ ମନୁଷ୍ୟ ବିରୁଦ୍ଧରେ ପ୍ରଭୁ ଆମର ବାପା ମା ଭାଇ ଭଉଣୀ ବନ୍ଧୁ ବାନ୍ଧବ ଆମର ପ୍ରିୟଜନ ଆମର ଲୋକ ଆମର ମଣ୍ଡଳୀ ଆମର ସମାଜ ମଧ୍ୟରେ ଯଦି ଆମେ ପାପ କରିଛୁ ରାଜା ତୁମର ବହୁମୂଲ୍ୟ ରକ୍ତରେ ତୁମେ ଆମକୁ ଧୌତ ପରିଷ୍କୃତ କର କାରଣ ଆମେ ପାପୀ ମଣିଷ ଚାଲୁ ଚାଲୁ ଝୁଣ୍ଟି ଥାଉ କଥା କହୁ କହୁ ଯଦି ପ୍ରଭୁ କୌଣସି ବିପଥ କଥା କହିଥାଉ ତୁମ ବିରୁଦ୍ଧାଚରଣ କରିଥାଉ ତାହେଲେ ପ୍ରଭୁ ତୁମରି ସେ ବହୁମୂଲ୍ୟ ରକ୍ତରେ ତୁମେ ଆମକୁ ଧୌତ କର ପରିଷ୍କୃତ କର ହାଲେଲୁୟା କେବଳ ଏହା ହିଁ ଚାହିଁଥାଉ କାରଣ ପରମେଶ୍ୱର ତୁମେ ଆମକୁ ପ୍ରେମ କରିଥାଉ ରାଜା ତୁମର ପ୍ରେମ ବଦଳରେ ଆମେ କିଛି ଦେଇପାରିବୁ ନାହିଁ ଆମେ ଅକିଞ୍ଚନ ଆମେ ଦୁର୍ବଳା ଆମେ ଅବଳା ପ୍ରଭୁ ତୁମେ ଆମକୁ କ୍ଷମା କର ଧନ୍ୟବାଦ ଧନ୍ୟବାଦ ହାଲେଲୁୟା ପ୍ରେଜ ଗଡ୍ ମାଇଟି ଖୁଦା दीदी वीडियो ऑन करंतु। थैंक यू यहोवा नाम है तेरा सबसे ऊंचा रहे तू सबसे तू महिमा पाए यहोवा नाम है तेरा सबसे ऊंचा रहे तू सबसे तू महिमा पाए तू सबसे तू महिमा पाए हालेलुया प्रभु तुमरे महिमा करूछु राजा यहोवा तुम्हारी नाम अटे प्रभु तुम नाम सबुथ्रु उच्च अटे सबुथ्रु उच्च अटे राजा तुमे उच्च आमे निच्च अटु हालेलुया तुमर कृपा दृष्टि आम उपरे पड़िछि तेणु करी धन्यवाद 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 महान परमेश्वर मो साकेत प्रार्थना सुनी माना बसाया तूने मुसाकित प्रार्थना सुनी माना बसाया तूने हमारी भी प्रार्थना को सुन है हमारा प्रभु हमारी भी प्रार्थना का सुन तू है हमारा प्रभु यहोवा नाम है तेरा सबसे ऊंचा रहे तो सबसे तू महिमा पाए एलिया की प्रार्थना
सुनी, आग बरसाया तूने, एलिया की प्रार्थना सुनी, आग बरसाया तूने, हमारी भी प्रार्थना को सुन, तू है हमारा प्रभु, हमारी भी प्रार्थना को सुन, तू है हमारा प्रभु। यहोवा नाम है तेरा, सबसे ऊंचा रहे, तो सबसे तू महिमा पाई। दानिएल की प्रार्थना सुनी, शेरों का मुख बंद किया। हालेलुया राजा, हालेलुया। महान परमेश्वर प्रभु, धन्यवाद धन्यवाद। दानिएल की प्रार्थना सुनी, शेरों का मुख बंद किया, हमारी भी प्रार्थना को सुन, तू है हमारा प्रभु, हमारी भी प्रार्थना को सुन, तू है हमारा प्रभु। यहोवा नाम है तेरा, सबसे ऊंचा रहे, तो सबसे तू महिमा पाए। यहोवा नाम है तेरा, सबसे ऊंचा रहे, तो सबसे तू महिमा पाए। हालेलुया। महान परमेश्वर धन्यवाद हो, धन्यवाद राजा। तुम्हारे बहुमूल्य रक्तरे तुम्हें आमको धौत करिवार परमेश्वर प्रभु। हालेलुया हालेलुया। थैंक यू मास्टर। हालेलुया। पवित्र महान परमेश्वर धन्यवाद। तेरा लहू बड़ा कीमती है प्रभु, तेरा लहू बड़ा कीमती है, तेरा लहू बड़ा कीमती है प्रभु, तेरा लहू बड़ा कीमती है, क्योंकि उस लहू में जो ताकत है, जिससे हम पाते हैं छुटकारा, क्योंकि उस लहू में जो ताकत है, जिससे हम पाते हैं छुटकारा, तेरा लहू बड़ा कीमती है प्रभु, तेरा लहू बड़ा कीमती है, तूने ओ लहू बहाया है, सारी दुनिया को बचाया है, तूने ओ लहू बहाया है, सारी दुनिया को बचाया है, कभी तूने किसी से न कुछ मांगा, कभी तूने किसी से न कुछ चाहा। हालेलुया राजा। कभी तूने किसी से न कुछ मांगा, कभी तूने किसी से न कुछ चाहा, तेरा लहू बड़ा कीमती है प्रभु, तेरा लहू बड़ा कीमती है, तेरा लहू बड़ा कीमती है प्रभु, तेरा लहू बड़ा कीमती है। हालेलुया। महान परमेश्वर राजा,
तुमरी गौरव करुछि तुमर प्रशंसा करुछि राजा तुमे केबे स्वर देखि न थाओ तुमे केबे काहाकू प्रभु की प्रकार गाउछि ताहा देखि न थाओ किंतु तुमे हृदय देखिथिबार परमेश्वर हृदय को जांच करिबार परमेश्वर राजा आमे अकिंचन आमे दुर्बला प्रभु हमर कोनोसी उत्तमता की धार्मिकता नहीं तुमे मनीष को तैयारी कल केवल तुमरी प्रशंसा करिबा पाई प्रभु तुमे मनीषर समस्त आवश्यक विषय देल प्रभु खाद्य वस्त्र बासगृह प्रतिटी मिनिट रे प्रभु तुमरा दृष्टि आम ऊपर पड़िला हालेलुया राजा धन्यवाद धन्यवाद ए दुखिनी दासी प्रभु ए अबला प्रति तुमे आज कृपा कल प्रभु तुम्हारी दास दासी गणक सहित प्रभु एकत्र मिलिमिशि प्रभु तुम्हारी आराधना उपासना करबा पई तुमे मते जो सुवर्ण सुजोग दल तही पाई धन्यवाद दउछि हालेलुया हालेलुया प्रभु तुमे आमनकर समस्त प्रकार अधर्म को तुमे क्षमा कल बोली धन्यवाद आजिर आराधना आजिर प्राप्त प्रार्थना आजिर उपासना आजिर वाक्य प्रत्येक विषय पाई तुमको धन्यवाद दउछि प्रभु दया कल कृपा कल तही पाई धन्यवाद तुमरी उपस्थिति दे गाइडनेस कल धन्यवाद पवित्र आत्मा अदृश्यमान परमेश्वर प्रभु तुमर दृष्टि आम ऊपर पड़ी थाए प्रभु राजा मानक राजा आमे जेतिके समय बसिबु प्रभु सेतिके समय आमर मन आत्मा शरीर प्राण को तुम हस्तरे समर्पण करूछु राजा तुमे आम प्रत्येक को तुमे आशीर्वाद करो आजिर वाक्य नहीं आसुवा तुम्हारी दासंक पई मु निवेदन करूची प्रभु आजिर वाक्य आमे शुणु शुणु परितृप्त हेबु आजिर वाक्य शुणु शुणु प्रभु असुचि आत्मा रु प्रभु आमे परिष्कृत हेबो आजिर वाक्य शुणु शुणु प्रभु आमे अधर्म रु मार्छना करिबु हमर भूल को आमे प्रभु सुधारी परिबु से रूपे तुमे कृपा करो उपस्थित प्रत्येक तुम्हारे दास दास गण को तुम हस्तरे मु समर्पण कली राजा प्रत्येक को तुम्हारी आत्मा दे तुम्हें आमन को परितृप्त करो निवेदन शुणिछ धन्यवाद दे तुम्हारी पुत्र जिसुंक नाम रे मागुछि आमेन 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 सुजोग देइथिबारु धन्यवाद सिस्टर प्रत्येक को धन्यवाद आमेन धन्यवाद दीदी बहुत बहुत धन्यवाद दउछि आमानकर दीदी को अति सुंदर भाବରେ सुंदर सुंदर हृदय स्पर्शी गीत गाई आ प्रभुଙ୍କର गौरव କରିଛନ୍ତି आम प्रत्येकଙ୍କୁ प्रभुଙ୍କର उपस्थिति माध्यमରେ आମାନଙ୍କୁ ନେଇଛନ୍ତି ସେଥିପାଇଁ दीदीଙ୍କୁ बहुत धन्यवाद दिए आ प्रभु दीदीଙ୍କୁ ଆଉ ଏହି ପ୍ରକାର ବ୍ୟବହାର କରନ୍ତୁ ବିଭିନ୍ନ ମାଧ୍ୟମରେ ବିଭିନ୍ନ ସ୍ଥାନରେ ବିଭିନ୍ନ ମଣ୍ଡଳୀରେ ତାଙ୍କର ଗୀତ ଗାଇ ତାଙ୍କରି ଗୌରବ କରିବା ପାଇଁ ଆଉ ତାଙ୍କ ସେବା କାର୍ଯ୍ୟରେ ମଧ୍ୟ ପ୍ରଭୁ ତାଙ୍କୁ ବହୁଳ ଭାବରେ ବ୍ୟବହାର କରି ଆଶୀର୍ବାଦ କରନ୍ତୁ ତାଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ ବହୁତ ଧନ୍ୟବାଦ ଦିଦି ବହୁତ ବହୁତ ଧନ୍ୟବାଦ ଆଉ ଏ ସମୟରେ ଆମମାନଙ୍କର ବିଜ୍ଞାପନ କାର୍ଯ୍ୟ ଅଛି ଆଉ विज्ञापन देवा निमंते प्रिय प्रभुଙ୍କର दासଙ୍କୁ ମୁଁ ଆହ୍ୱାନ କରୁଛି रॉबर्ट आज्ञा को छिंचाणी आज्ञा को आज्ञा प्रेस द लॉर्ड नमस्कार सुनी पारुछंती Praise the Lord, praise the Lord. आज्ञा विज्ञापन दियो Praise the Lord. ସମସ୍ତଙ୍କୁ ମୋର ପ୍ରେଜ୍ ଦ ଲର୍ଡ ପ୍ରଭୁଙ୍କ ମହାନାମରେ ଧନ୍ୟବାଦ ହଉ ଆଜିର ବିଜ୍ଞାପନ କହିବା ପାଇଁ ମୋତେ ସୁଯୋଗ ମିଳିଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି ପ୍ରାୟ ଦୀର୍ଘ 5-6 ମାସ ପୂର୍ବରୁ ଆମମାନଙ୍କର ଯୋଜନା ଆରମ୍ଭ ହେଇଥିଲା ଆଉ ମୁଁ ହିଁ ପ୍ରସ୍ତାବ ଦେଲି ଆମର ପିଟର ବାବୁଙ୍କୁ ଏଥର କାହିଁକି ଆମେ ଆଉ ଉଟି ତାମିଲନାଡୁରେ ପ୍ରୋଗ୍ରାମ କରିବା ନାହିଁ ସେ ମଧ୍ୟ ସେଥିରେ ରାଜି ହେଲେ ଆଉ ଏତେ ସବୁ ଯୋଜନା ଆରମ୍ଭ କରାଗଲା ଧୀରେ ଧୀରେ ପ୍ଲାନିଂ କରାଗଲା କମିଟି ବଛାଗଲା କେଉଁ ସ୍ଥାନରେ କରିବା କେଉଁ ତାରିଖରେ କରିବା ମୁଖ୍ୟ ବକ୍ତା କିଏ ହେବ ଲୋକମାନଙ୍କୁ କି ପ୍ରକାର କହିବା ଆମମାନଙ୍କର ପ୍ରଭୁ ଏତେ ମହାନ ସବୁ କିଛି ସମାଧାନ କରି ଅଛନ୍ତି ହାଲେଲୁୟା ଏତେ ମାସର ଯୋଜନା ଆଉ ମାତ୍ର ଆସନ୍ତା ବୁଧବାର ଦିନ ସଫଳ ହେବାକୁ ଯାଉଅଛି ସମସ୍ତେ ହାତ ଉଠି କହିବା କି ହାଲେଲୁୟା
आपण माने प्रस्तुत अछंती कि तमिलनाडु उठी आसीबा पाई स्थान प्रस्तुत हे जाइछि आज्ञा माने जागा प्रस्तुत हे जाइछि मो प्रिय बंधु माने समस्त आयोजन प्रभु करिदेई अछंती आज हिंदी हालेलुया मंडली तरफरु आपण मानकु समस्तंकु स्वागत करूअछु हमर मंडली को आसंतो ए रियल मिनिस्ट्री रो चतुर्थतम गेट टुगेदर नारे दुईटी रियल मिनिस्ट्री एवं हिंदी हालेलुया मिनिस्ट्री एकाठी हेबाक जाउछंती आमे मध्य मनकर म्यूजिक टीम गतकाली चिंता करूथलु जे मनक की प्रकार करिबा कीबोर्ड गिटार पैड करी निश्चय धमाका करिबा बोली आमे चेष्टा करूछु प्रार्थना करूछु आसंता 6 तारिख रे प्रभुंकर दास दासी माने विभिन्न स्थानरू दुईटी ट्रेन रे किए केउठी चढ़ीबे एही प्रकार भाबरे आसीबा पाई प्रस्तुत हेउछंती निहाती एक हिस्ट्री हेबो इतिहास हेबो प्रथम करी गोटिए जूम ओडिसा रु बाहरे जाई निजर गेट टुगेदर करिबा पाई समस्त प्रचेष्टा करूछि आउ एति केवल में लगातार प्रार्थना करिबा प्रत्येकंकर जीवा आसीबा सुरखुर रे हेउ केवल जीवा आसीबा नुह मु अनुरोध करे जेते सब आसीबे प्रत्येक जेपरी एठी थिबा समय रे प्राय 75 घंटा मु हिसाब करूथली 75 घंटा 3.5 दिन रहिबो से समय रे समस्त जेपरी शांति आनंद एवं उत्तम स्वास्थ्य रे पुनि विशेष करी आंठू पकेई आम मानक पाए प्रार्थना करिकि जिबे हेतिपाई विशेष करी आपण माने निवेदन करंतु कारण सहज कथा नुहे आज्ञा राज्य छाड़ी 16 वर्ष तली प्रभु ए अयोग्य को एही स्थान रे आनिथिले बोध आज रे योजना सफल करिबा पाए प्रभुंकर दास दासी माने 6 तारिख रे बाहरिबे 7 तारिख रे मु टिके कहि देबी 7 तारिख रे जेतबेले कोयंबटूर पहुंचीबे ओडिया मंडली कोयंबटूर रे सेमानकर स्वागत करिवो पुनी कोयंबटूर रेलवे स्टेशन रो सीधा चली जिवे बाइबल कॉलेज को SIBBC साउथ इंडियन बाप्टिस्ट बाइबल कॉलेज बीरापांडी बोली से जगह समस्तंकर दिन बेलर लंच व्यवस्था करा जायछि तापरे से माने जिबे आ संध्या समय रे 7 तारिख रे आमरी हिंदी चर्च रे सेठी आमनकर प्रार्थना सभा हबो पुणी रात्र भोजन मध्य करा जिवो तापरे से माने राति रहिबे 7 रे पुणी 8 तारिख रे हिंदी हमर गेट टुगेदर रहिबो मु अनुरोध करिबी ताहा मध्य जे माने आसी पारिबे नाय लाइव टेलीकास्ट देखि पारिबे कारण से दिन लाइव हबो जे माने जाई पारिबे नाय से माने आम सहित जोगाजोग करी घरे रही मध्य लाइव रे देखि पारिबे पुणी 8 तारिख दिन राति रे मध्य कैंप फायर रो व्यवस्था करा जायछि जोड़ा कि कैंप फायर ठंडा हेले मध्य बाहर निया लगेई सेठारे विभिन्न सुंदर कार्यक्रम करिवार व्यवस्था करा जायछि पुणी 10 तारिख सकाळु 6टा बेले गवर्नमेंट बस लागिबो गवर्नमेंट बस रो व्यवस्था करा जायछि जो बस टी आपण मान को प्राय माने समय अनुसार 8-9 टी जागा को बुलेई बुलेई प्रत्येक उटीर दर्शनीय स्थान सबु माने बुलेइबे मु केतोटी वीडियो मध्ये पठेइछि हम ग्रुप रे देखि नियंत ता अल्प मात्र वीडियो पुणी 10 तारिख सकाळु 9 तारिख रे बुलिला परे 10 तारिख सकाळु आउ प्रभुंकर दास दासी माने मैसूर अभिमुखे यात्रा करिवे सेथि पय मध्ये आउ गुटे बस कारण लंबा यात्रा हबो तेनु करे मु नुआ बस कंफर्टेबल बस मागिछि आउ सेही बस रे मैसूर यात्रा करिवे पुणी पूरा बेंगलोर रो रेलवे स्टेशन पर्यंत बस ड्रॉप करिवो एही परी सुंदर व्यवस्था प्रभु करिसंती मु करिछि बोली किछि कहिबे नै कारण एहा हिंदी हालेलुया मंडली को मु केवल श्रेय देबी हिंदी हालेलुया मंडली रो मोर विश्वासी माने से माने मध्य प्रार्थना करूछंती से माने मध्य किछि परिमाण रे जोग देबे कारण समस्त ओडिया बुझिबे नै किंतु मु
କିନ୍ତୁ ମୁଁ ଏତିକି ନିବେଦନ କରେ ଆପଣ ମାନେ ଲଗାତାର ଏଇ ସମସ୍ତ କାର୍ଯ୍ୟକ୍ରମ ପାଇଁ ପୁଣି ଆମ ସମସ୍ତ ଆୟୋଜନ ଆୟୋଜକ ଏବଂ ସମସ୍ତ ପ୍ରକାର କାର୍ଯ୍ୟ ପାଇଁ ବିଶେଷ କରି ଲଗାତାର ପ୍ରାର୍ଥନା କରିବେ। ଅନୁରୋଧ କରେ ମଝିରେ ଆବଶ୍ୟକ ହେଲେ ଗୋଟିଏ ଉପବାସ ପ୍ରାର୍ଥନାର ମଧ୍ୟ ଯଦି ଆମେ ଯୋଗା କରିବା ତାହେଲେ ଆହୁରି ଭଲ ହବ। ପ୍ରଭୁ ଏ ଅଳ୍ପ ଆନାଉନ୍ସମେଣ୍ଟରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଥ୍ୟାଙ୍କ ୟୁ। ଧନ୍ୟବାଦ ଆଜ୍ଞା। ଆମମାନଙ୍କୁ ବିଜ୍ଞାପନରେ କଢେଇ ନେଇଛନ୍ତି। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ବିଶେଷ ଧନ୍ୟବାଦ ଦିଏ ସମସ୍ତେ ବ୍ୟକ୍ତିଗତ ମାଧ୍ୟମରେ ପ୍ରାର୍ଥନା କରୁଥିବେ ସବୁବେଳେ ରିଏଲ ମିନିଷ୍ଟ୍ରି ପାଇଁ, ସେବା କାର୍ଯ୍ୟ ପାଇଁ। ଆଉ ଯୋଉ ପ୍ରୋଗ୍ରାମ ଅଛି ଉଟିରେ ସେଥିପାଇଁ ବି ପ୍ରାର୍ଥନାରେ ସ୍ମରଣ କରୁଥିବେ। ଆଉ ଏ ବିଷୟ ନେଇ ଆମେ ବାକ୍ୟ ପରେ ପ୍ରାର୍ଥନା କରିବା, କାରଣ ଏବେ ବାକ୍ୟ ସମୟର ଶୁଣିବାର ସମୟ ହେଲା। ଆଉ ଯଦି ଆମେ ପ୍ରାର୍ଥନା କରିବା ବହୁତ ସମୟ ହେଇଯିବ। ବାକ୍ୟ ସରିଲା ପରେ ସେ ସବୁ ବିଷୟ ନେଇ ଆମେ ପ୍ରାର୍ଥନା କରିବା। ଆଉ ପ୍ରିୟ ପ୍ରଭୁଙ୍କର ଦାସୀ ବାକ୍ୟ ନିମନ୍ତେ ପ୍ରାର୍ଥନା କରୁଛନ୍ତି, ପ୍ରଭୁଙ୍କ ଦାସ ପାଇଁ ପ୍ରାର୍ଥନା କରୁଛନ୍ତି। ଆମେ ଚାଲନ୍ତୁ ଏବେ ଏଇ ସମୟରେ ଆମେ ବାକ୍ୟ ଶୁଣିବା। ଆମମାନଙ୍କ ମଧ୍ୟରେ ପ୍ରିୟ ପ୍ରଭୁଙ୍କର ଦାସ ଅଛନ୍ତି। ଆଉ ପ୍ରଭୁ ତାହାଙ୍କୁ ଉତ୍ତରପ୍ରଦେଶରେ ନେଇ ବ୍ୟବହାର କରୁଛନ୍ତି ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ପାଇଁ। ସେହି ସ୍ଥାନରେ ରହି ପରିବାର ସହିତ ରହି ପ୍ରଭୁଙ୍କର ସେବା କାର୍ଯ୍ୟ କରୁଅଛନ୍ତି। ପ୍ରଭୁ ତାଙ୍କୁ ବ୍ୟବହାର କରି ଆସୁଛନ୍ତି। ଆଜି ଆମେ ସୁନ୍ଦର ଅବକାଶ ପାଇଛୁ ରିଏଲ ମିନିଷ୍ଟ୍ରି ଜୁମ୍ରେ ତାଙ୍କର ବାକ୍ୟ ଶୁଣିବା ପାଇଁ। ଏହି ସମୟରେ ମୁଁ ପ୍ରିୟ ପ୍ରଭୁଙ୍କର ଦାସ ରେଭରେଣ୍ଡ ମାନୁଏଲ ଲିମାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରୁଛି। ଆଉ ସେ ଆଗକୁ ଆସିବି ଆଉ ପ୍ରଭୁଙ୍କର ବାକ୍ୟରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ସେ କଢେଇ ନେବେ। ପ୍ରଭୁଙ୍କ ଦାସ ଯୋଉ ସମୟରେ ଆସିବେ ଆମେ ପ୍ରତ୍ୟେକ କରତାଳି ସହିତ ପ୍ରଭୁଙ୍କ ଦାସଙ୍କୁ ଆହ୍ୱାନ କରିବା। ପ୍ରେଜ୍ ଦ ଲର୍ଡ ଆଜ୍ଞା, ନମସ୍କାର। ପ୍ରେଜ୍ ଦ ଲର୍ଡ, ନମସ୍କାର। ମୋର ଆବାଜ ଶୁଭା ଯାଉଛି? ଆଜ୍ଞା ଆଜ୍ଞା। धन्यवाद। हालेलुया, प्रेज द लॉर्ड। आप सबको जय मसीह की फ्रॉम उत्तर प्रदेश। समस्त को उत्तर प्रदेश रु प्रेज द लॉर्ड जनाए जय मसीह कहवा पाई चाहे। अवश्य जटिल परिस्थिति तथापि प्रभु आपणार लोक मानकु केबे छाड़ती नहीं, आउ से व्यवहार करती। प्रभु को धन्यवाद दिए आज सुंदर सकाळ पाई। प्रभु आपण मानकु एवं मते सुंदर सुजोग देले जे आज आमे समस्ते मिलिमिशि रियल मिनिस्ट्री ऑफ इंडिया द्वारा ए सुंदर ऑनलाइन मीटिंग आमे करि पारुछु आ समस्ते जोड़ी पारुछु। सेति पाई रियल मिनिस्ट्री को मध्य मु धन्यवाद देवा पाई चाहे। आउरी आमर होस्ट आज्ञा को मध्य मु धन्यवाद देवा पाई चाहे। से मते सुंदर सुजोग देइछंती प्रभुंकर वाक्य आज आनिबा निमंते। प्रभु को धन्यवाद दिए सुंदर सुजोग पाए। पुणी आपण मानकु समस्त को धन्यवाद देवा पाई चाहे कि आपण माने प्रभुंक प्रति केते मनोयोगी अटंती। प्रभात समय रे निजर निद्रा को भंग करी जेतले समस्ते आराम से सुहंती सेतले आमे प्रभुंक पाई समय देउछु। प्रेज द लॉर्ड। सेति पाई प्रभु को धन्यवाद देवा सहित आपण मानकु मु धन्यवाद देवा पाई चाहे। आमे समस्ते सबुदिन प्रभुंकर वाक्य श्रवण करि आसुछु। आमे समस्ते प्रभुंक ठारे वाक्य रे मेचुर अटु। सबुदिन नुआ नुआ वाक्य आमे श्रवण करूछु। प्रभुंकर गौरव हो। आमे वाक्य रे बढ़ुछु, प्रार्थना रे बढ़ुछु। प्रभुंकर गौरव हो। आसंतु आमे अल्प समय गोटे टॉपिक ऊपर आलोचना करिबा। आजिर अल्प आलोचना निमंते दया करी मो सहित खोलंतु उपदेशक पुस्तक तार 7 अध्याय तार 8 पदटी को कही जणे पाठ करी सुनाई देबे। ପାଠର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। ପୁଣି ଆତ୍ମାରେ ଗର୍ବୀ ହେବା ଅପେକ୍ଷା ଆତ୍ମାରେ ଧୀର ହେବା ଭଲ। धन्यवाद भौणी। प्रभु आशीर्वाद करंतु। आसंतु आमे अल्प प्रार्थना करिबा। सैन्याधिपति सदा प्रभु आमे तुम धन्यवाद करूछु आजिर ए सुंदर प्रभात समय निमंते आमानकु तुमे देई अछ।
धन्यवाद करुछु प्रभु आज सुंदर ऑनलाइन प्लेटफॉर्म सकाशे कि आमे समस्ते ए माध्यम रे प्रभात बेले प्रभु जोड़ी हेई तुमरी सेवा आराधना करने को पारुछु। धन्यवाद दौची तुम लोक मान निमंते धन्यवाद दौची पालक कर आज्ञा निमंते जो मन देइछ प्रभु ए प्रकार लोक मानू उत्साहित करने वाक्य श्रवण करने प्रभु को आड़ को कढ़े नापी जो आशीर्वाद करछ परिवार सेवा कार्य मु धन्यवाद करुछि। तुमरी वाक्य को तुम हस्तरे मु समर्पण करुछि प्रभु तुम्हें दया कर तुम्हें वाक्य रूपी परमेश्वर तुम्हें वाक्य दे आम कथा कह वर्तमान समय को तुम हस्तरे समर्पण करी यीशुक नाम रे समस्त प्रार्थना उत्सर्ग करुछि आमेन। हालेलुया। आजिर वाक्यर थीम हेबो आरंभ अपेक्षा समाप्ति भल। आजिर वाक्यर थीम हेबो आरंभ अपेक्षा समाप्ति भल। प्रिय बंधुगण बाइबल रे अनेक प्रभुकर लोक मानू आमे देखि पारुछु जे अनेक लोक निजर कार्य उत्तम भाव आरंभ करिसंती नो डाउट भलरे आरंभ करिसंती किंतु तांकर परिमाण जटिल तांकर शेष खराब रे से माने कौन करछंती एंडिंग करिसंती। एमती बाइबल रु किछि विषय किछि लोक मानक जीवन विषय रे मु किछि उदाहरण देवा पाई चाहे जो माने कि निजर कार्यटी को उत्तम भावरे आरंभ करिसंती किंतु शेष खराब हेछि से मानक ए उपरे अनेक थर आपण माने निश्चित भावरे अध्ययन करिथिबे पाठ करिथिबे श्रवण मध्य करिथिबे प्रचार मध्य करिथिबे किंतु आउ थरे मु आपण मानकु स्मरण कराई देवा पाई चाहूची जे सर्वप्रथमे आमारे देखु मूसांक विषय रे आमे समस्ते जानू मूसा परमेश्वरଙ୍କ द्वारा जड़े आह्वान प्राप्त व्यक्ति अटंती। परमेश्वर निजे तांकु आह्वान करथिले निजे तांकु बाछिथिले एक नेता रूपे जे मूसा तुम्हें मिस्र देश को जाओ आम लोक मान तुम्हें कढ़ाई आण। जदि आमे यात्रा पुस्तक तार 3 अध्याय 10 पुणी 12 पद पढ़िबा 10 रु 12 से स्थान रे मूसांकर आह्वान विषय रे लेखा अछि। मूसा मना करूछंती बार बार तथापि प्रभु तांकु पठाउछंती मिस्र देश को जाओ आम लोक मान तुम्हें कढ़ाई आण। बाइबल प्रमाण दिए जे मूसा जड़े सर्वश्रेष्ठ भविष्यत वक्ता सर्वश्रेष्ठ भविष्यत वक्ता बोली लेखा अछि। जदि आपण माने पाठ करिवे द्वितीय विवरण जदि 32 अध्याय 51 52 टिके पढ़िबे जेहेतु सीन प्रांतरे कादेशस्थ मिरिबा जल निकटरे तुम्भे माने इस्राएल संतानगण मध्यरे आंभ विरुद्धरे सत्य लंघन कल पुणी तुम्भे माने इस्राएल टिके संतानगण भौणी मध्यरे टिके द्वितीय विवरण 34 ର 10 ରୁ ଟିକେ ପଢନ୍ତୁ। मात्र सदाप्रभु ଯାହା संगे मुखामुखी आलाप କରିଥିଲେ ଓ ଯାହାଙ୍କୁ ସଦାପ୍ରଭୁ ମିଶ୍ର ଦେଶରେ ଫାରୋ ପ୍ରତି ଓ ତାହାର ସମସ୍ତ ଦାସ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯାହା କରିବା ପାଇଁ ପଠାଇଥିଲେ ସେ ସବୁ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବିଷୟରେ ପୁଣି ମୂଷା ସମସ୍ତ ବାହୁବଳ ଓ ମହାତ୍ରାସର ଯେ ସବୁ କର୍ମ ସମସ୍ତ ଇସ୍ରାଏଲ ଦୃଷ୍ଟିରେ କରିଥିଲେ ସେହି ସବୁ ବିଷୟରେ
ମୂଷାଙ୍କ ସଦୃଶ ଆଉ କୌଣସି ଭବିଷ୍ୟତ ବକ୍ତା ସେହି ଦିନାବଧି ଇସ୍ରାଏଲ ମଧ୍ୟରେ ଉତ୍ପନ୍ନ ହୋଇନାହାନ୍ତି। ଦେଖନ୍ତୁ ଏ ସ୍ଥାନରେ ମୂଷାଙ୍କ ବିଷୟରେ ବାଇବଲ ଆମମାନଙ୍କୁ ଆଜି ପ୍ରମାଣ ଦଉଛି ଯେ ତାଙ୍କ ଭଳି ଭବିଷ୍ୟତ ବକ୍ତା ଆଉ ସେ ସମୟରେ କେହି ନଥିଲେ ବୋଲି ସ୍ପଷ୍ଟ ଭାବରେ ପ୍ରକାଶ କରୁଛି। ପୁଣି ମୂଷା ସମସ୍ତ ବାହୁବଳ ଓ ଯେ ସବୁ ଭୟାନକ କର୍ମ ସମଗ୍ର ଇସ୍ରାଏଲ ଦୃଷ୍ଟିରେ କରିଥିଲେ ସେହି ସବୁ ତୁଳନାରେ ମୂଷାଙ୍କ ସଦୃଶ ଆଉ କୌଣସି ଭବିଷ୍ୟତ ବକ୍ତା ସେହି ଦିନ ଠାରୁ ଇସ୍ରାଏଲ ମଧ୍ୟରେ ଉତ୍ପନ୍ନ ହୋଇନାହାନ୍ତି। ସେହି ଦିନ ଠାରୁ ମୂଷାଙ୍କୁ ଛାଡ଼ିଦେଲେ ଆଜି ପର୍ଯ୍ୟନ୍ତ କେହି ଉତ୍ପନ୍ନ ହେଇନାହାନ୍ତି ବୋଲି ବାଇବଲ ଆମମାନଙ୍କୁ ପ୍ରମାଣ। ଏ ପ୍ରକାର ଜଣେ ଭବିଷ୍ୟତ ବକ୍ତା ଯିଏ କି ପ୍ରଭୁଙ୍କ ସହିତ ସମ୍ମୁଖା ସମ୍ମୁଖୀ ଏକ ବନ୍ଧୁ ସ୍ୱରୂପେ କଥାଭାଷା ହଉଥିଲେ, ଆଜି ସେହି ବ୍ୟକ୍ତି ପ୍ରଭୁଙ୍କ ଦ୍ୱାରା ହିଁ ସେ ରିଜେକ୍ଟ ହଉଛନ୍ତି, ସେ ଆଗକୁ ବଢି ପାରୁନାହାନ୍ତି। ସେହି ଆଉ କିଣାନ ଦେଶକୁ ସେ ଯାଇ ପାରୁନାହାନ୍ତି। ନିଜ ପରିଶ୍ରମରେ ନିଜ ବାହୁବଳରେ ସେ ଆଣିନଥିଲେ ଇସ୍ରାଏଲ ଦେଶକୁ ରକ୍ଷା କରିକି। ପ୍ରଭୁଙ୍କର ଆଶୀର୍ବାଦ ଦ୍ୱାରା, ପ୍ରଭୁଙ୍କର ଅନୁଗ୍ରହ ଦ୍ୱାରା, ପ୍ରଭୁଙ୍କର ଆଉ ଗାଇଡେନ୍ସ ଦ୍ୱାରା ତାକୁ ସଫଳତା ମିଳିଥିଲା। ସେ ସଫଳତା ପାଇଥିଲେ, नो डाउट। କିନ୍ତୁ ଯେଉଁ ପ୍ରଭୁ ତାଙ୍କୁ ସଫଳତା ଦେଇଥିଲେ, ଅନୁଗ୍ରହ କରିଥିଲେ, ଦୟା କରିଥିଲେ, ଶକ୍ତି ଦେଇଥିଲେ, ସାମର୍ଥ୍ୟ ଦେଇଥିଲେ ଲକ୍ଷ ଲକ୍ଷ ଲୋକମାନଙ୍କୁ କଢେଇ ଆଣିବା ପାଇଁ ଫାରୋ ରାଜାଙ୍କ ଠାରୁ, ସେହି ପ୍ରଭୁ ଶେଷରେ ତାଙ୍କୁ କହୁଛନ୍ତି ଯେ ତମେ ସେହି ଦେଶକୁ ଆଉ ଯାଇପାରିବ ନାହିଁ। ଦ୍ୱିତୀୟ ବିବରଣୀ 32 ର 51 ଆଉ 52 ଟିକେ ପାଠ କରିବେ। ଯେହେତୁ ସିନ୍ ପ୍ରାନ୍ତରରେ କାଦେଶସ୍ଥ ମିରିବା ଜଳ ନିକଟରେ ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଆମ୍ଭ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲ, ପୁଣି ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଆମ୍ଭକୁ ପବିତ୍ର ବୋଲି ମାନ୍ୟ କଲ ନାହିଁ। ତଥାପି ତୁମ୍ଭେ ଆପଣା ସମ୍ମୁଖରେ ସେହି ଦେଶ ଦେଖିବ, ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେବା ସେଠାକୁ ତୁମ୍ଭେ ଯାଇପାରିବ ନାହିଁ। ଦେଖନ୍ତୁ, ଯାହାଙ୍କୁ ପ୍ରଭୁ ନିଜେ ଆହ୍ୱାନ କରିଥିଲେ ଆଜି ସେହି ବ୍ୟକ୍ତିକୁ ପ୍ରଭୁ ରିଜେକ୍ଟ କରୁଛନ୍ତି ଯେ ଯେଉଁ ଦେଶ ବିଷୟରେ ଆମେ ତୁମକୁ ପ୍ରତିଜ୍ଞା କରିଥିଲୁ ନେବା ପାଇଁ, ସେହି ଦେଶକୁ ତୁମେ ଯାଇପାରିବ ନାହିଁ। ଜଷ୍ଟ ତୁମେ ଯାଅ ସେ ପାହାଡକୁ, ଆଉ ତୁମେ ଦେଖ, ପାହାଡର ନାମ ବୋଧେ ନବ ପର୍ବତ। ନବ ପର୍ବତକୁ ତୁମେ ଯାଅ, 48ରେ ଲେଖା ଅଛି। ଆହୁରି ସଦାପ୍ରଭୁ ସେଇଦିନ ମୂଷାଙ୍କୁ କହିଲେ, ତୁମେ ଏହି ଅବାରିମ ପର୍ବତ ଅର୍ଥାତ୍ ଜିରିହୋ ସମ୍ମୁଖୀସ୍ଥ ମୋୟାବ ଦେଶୀୟ ନବ ପର୍ବତ ଉପରକୁ ଯାଅ, ପୁଣି ଆମ୍ଭେ ଇସ୍ରାଏଲ ସନ୍ତାନ ଗଣକୁ ଅଧିକାରାର୍ଥେ ଯେଉଁ ଦେଶ ଦେଇଅଛୁ ସେହି ଦେଶର ସେହି କିଣାନ ଦେଶ ଦେଖ। ପାହାଡକୁ ତାଙ୍କୁ ଚଢେଇଲେ, ଏଇଠାରୁ ତମେ ଦେଖିବ ମୂଷା, କିନ୍ତୁ ତୁମେ ସେ ସ୍ଥାନକୁ ତୁମେ ଯାଇପାରିବ ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୋର କହିବା ତାତ୍ପର୍ଯ୍ୟ ହେଲା, ଆମର ଆରମ୍ଭ ଯେକୌଣସି କାର୍ଯ୍ୟରେ ଆମେ ଭଲ କରିପାରୁ, କିନ୍ତୁ ଶେଷରେ କିଛି ବି ହେଇପାରିବ ଆମେ ଜାଣିପାରୁନା, ତାହା ପ୍ରଭୁଙ୍କ ହାତରେ। ଯଦି ଆମେ ଗଣନା ପୁସ୍ତକ 20 ଅଧ୍ୟାୟ 8 ରୁ 12 ପର୍ଯ୍ୟନ୍ତ ପଢିବା, ସେ ସ୍ଥାନରେ ଲେଖା ଅଛି ଯେ ତୁମେ ଲୋକମାନଙ୍କ ସମ୍ମୁଖରେ ମତେ ପବିତ୍ର ରୂପେ ମାନ୍ୟ କଲ ନାହିଁ ବୋଲି ଲେଖା ଅଛି। ମୂଷାଙ୍କୁ କହୁଛନ୍ତି, ଇସ୍ରାଏଲ ଲୋକମାନଙ୍କ ସମ୍ମୁଖରେ ତୁମେ ମତେ ପବିତ୍ର ବୋଲି ମାନ୍ୟ କଲ ନାହିଁ। That was the fault of Moses. ମୋଜେସର ଆଉ ହାରଣର ସେଇ ଗୋଟିଏ ବିଷୟ ଫଲ୍ଟ ଥିଲା ଯେ ପ୍ରଭୁଙ୍କୁ ସେମାନେ ପବିତ୍ର ବୋଲି ମାନ୍ୟ କରିପାରିଲେ ଲୋକମାନଙ୍କ ସମ୍ମୁଖରେ। ଆଉ ପ୍ରଭୁ ଶେଷରେ ତାଙ୍କୁ ରିଜେକ୍ଟ କରୁଛନ୍ତି। ସେ ଏତେ ପରିଶ୍ରମ କରିଛନ୍ତି ସତ କଥା,
ଲୋକମାନଙ୍କ ପାଇଁ ଲଢେଇ କରିଛନ୍ତି ସତ କଥା। ଅନେକ ସମୟରେ ପ୍ରଭୁ ଲୋକମାନଙ୍କୁ ମାରିଦେବା ପାଇଁ ଚେଷ୍ଟା କଲେ, କିନ୍ତୁ ମୂଷା ତାଙ୍କୁ ବାର ବାର ବିନତି କରିଛନ୍ତି ପ୍ରଭୁଙ୍କୁ ଯେ ତୁମର ଲୋକମାନେ ତୁମେ ସେମାନଙ୍କୁ ଆଣିଛ ପ୍ରଭୁ, ସେମାନଙ୍କୁ ମାର ନାହିଁ। ହୋଇପାରେ ମୋର ନାମ ତୁମେ ତୁମର ପୁସ୍ତକରୁ ତୁମେ କାଟିଦିଅ, କିନ୍ତୁ ସେମାନଙ୍କୁ ତୁମେ ମାର ନାହିଁ ପ୍ରଭୁ ବୋଲି ଅନୁରୋଧ କରି ରକ୍ଷା କରି ଆଣିଛନ୍ତି। ଆଜି ସେଇ ଲୋକମାନେ ଯାଉଛନ୍ତି କିଣାନ ଦେଶକୁ, କିନ୍ତୁ ମୂଷା ଯାଇପାରୁନାହାନ୍ତି। He was rejected by God. ପରମେଶ୍ୱରଙ୍କ ଦ୍ୱାରା ସେ ରିଜେକ୍ଟ ହଉଛନ୍ତି। କାହିଁକି? ଦ୍ୱିତୀୟ ବିବରଣ ଗଣନା 20:8-12 ଟିକେ ପଠନ କରିବେ। ମୂଷାଙ୍କର ଫଲ୍ଟ ବିଷୟରେ ସେଠାରେ ଲେଖା ଅଛି। ତୁମ୍ଭେ ଯଷ୍ଟି ନିଅ, ପୁଣି ତୁମ୍ଭେ ଓ ତୁମ୍ଭ ଭାଇ ହାରଣ ମଣ୍ଡଳୀକି ଏକତ୍ର କର, ଆଉ ତୁମ୍ଭେମାନେ ସେମାନଙ୍କ ଦୃଷ୍ଟିଗୋଚରରେ ସେହି ଶୈଳକୁ ଆପଣା ଜଳ ଦେବା ପାଇଁ ଆଜ୍ଞା ଦିଅ। ତହିଁରେ ତୁମ୍ଭେ ସେମାନଙ୍କ ନିମନ୍ତେ ଶୈଳରୁ ଜଳ ବାହାର କରି ମଣ୍ଡଳୀକି ଓ ସେମାନଙ୍କ ପଶୁଗଣଙ୍କୁ ପାନ କରାଅ। ପୁଣି ମୂଷା ସଦାପ୍ରଭୁଙ୍କ ସମ୍ମୁଖରୁ ତାହାଙ୍କ ଆଜ୍ଞା ପ୍ରମାଣେ ଯଷ୍ଟି ନେଲେ। ପୁଣି ମୂଷା ଓ ହାରଣ ସେହି ଶୈଳ ସମ୍ମୁଖରେ ସମାଜକୁ ଏକତ୍ର କଲେ, ଆଉ ସେମାନଙ୍କୁ କହିଲେ, ହେ ବିଦ୍ରୋହୀଗଣ, ଶୁଣ, ଆମ୍ଭେମାନେ କି ତୁମ୍ଭମାନଙ୍କ ନିମନ୍ତେ ଏହି ଶୈଳରୁ ଜଳ ବାହାର କରିବା। ଏଥିରେ ସଦାପ୍ରଭୁ ହାରଣଙ୍କୁ କହିଲେ, ତୁମେମାନେ ଇସ୍ରାଏଲ ସନ୍ତାନ ସାକ୍ଷାତରେ, ମୁଁ 12 ପଦ ପଢୁଛି, ସାକ୍ଷାତରେ ଆମ୍ଭକୁ ପବିତ୍ର ବୋଲି ମାନ୍ୟ କରିବାକୁ ଆମ୍ଭଠାରେ ବିଶ୍ୱାସ କଲ ନାହିଁ। ଏମିତି ଲେଖା ଅଛି। ଏଥିରେ ସଦାପ୍ରଭୁ ମୂଷା ଓ ହାରଣଙ୍କୁ କହିଲେ, ତୁମେମାନେ ଇସ୍ରାଏଲ ସନ୍ତାନ ମାନଙ୍କ ସାକ୍ଷାତରେ ଆମ୍ଭକୁ ପବିତ୍ର ବୋଲି ମାନ୍ୟ କରିବାକୁ ଆମ୍ଭଠାରେ ବିଶ୍ୱାସ କଲ ନାହିଁ। ଏହେତୁ ଆମ୍ଭେ ଏହି ମଣ୍ଡଳୀ କି ଯେଉଁ ଦେଶ ଦେଇଅଛୁ, ସେହି ଦେଶରେ ତୁମ୍ଭେମାନେ ସେମାନଙ୍କୁ ପ୍ରବେଶ କରାଇବ ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଇଟା ମୂଷାଙ୍କର ଫଲ୍ଟ ଥିଲା। ଆରମ୍ଭ ଉତ୍ତମ, କିନ୍ତୁ ଶେଷରେ ସେ ଲୋକମାନଙ୍କୁ ସଦାପ୍ରଭୁ ଯେ ପବିତ୍ର ତାହା ସେ ପ୍ରୁଭ୍ କରିପାରିଲେ ନାହିଁ। ସଦାପ୍ରଭୁ ଯେ ମହାନ, ହୁଏତ ଅନେକ ଆଶ୍ଚର୍ଯ୍ୟ କର୍ମ ତାଙ୍କ ଜୀବନରେ ଘଟିଛି, କିନ୍ତୁ ପ୍ରଭୁ ଏଇ ଫଲ୍ଟଟା ତାଙ୍କୁ ଦେଖାଉଛନ୍ତି, ଏଇ ଭୁଲଟା ତାଙ୍କୁ ଦେଖାଉଛନ୍ତି ଯେ ତମେ ଏହା କଲ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆହ୍ଲାବାଦରେ ଜଣେ ପାଳକ ଥିଲେ। ମୁଁ ଯେତେବେଳେ ନୂଆ ଭାବରେ ପରିବାରକୁ ନେଇ ଆସିଥିଲି, ବହୁତ ହାଇଲାଇଟେଡ ଆତ୍ମାରେ ସେ ଜଳୁଥିଲେ, ଲୋକମାନଙ୍କୁ ଜଳଉଥିଲେ। ଉପବାସ, ପ୍ରାର୍ଥନା ମିଟିଂ ସବୁ ବିଷୟ, ତାଙ୍କର ନାମ ସବୁଆଡେ ପ୍ରଚଳିତ, ସମସ୍ତେ ତାଙ୍କୁ ଜାଣୁଥିଲେ। ସମୟ ଆସିଲା, ଏମିତିକା ଏକ ସମୟ ଆସିଲା ଯେ ସେ କାହାକୁ କହିପାରିଲେ ନାହିଁ, କାହାକୁ ବି କହିପାରିଲେ ନାହିଁ। ସେ ରାତାରାତି ଆମେରିକା ଚାଲିଗଲେ। What was the fault? ତାଙ୍କର ଫଲ୍ଟ କଣ ଥିଲା? ସେ ବେମାନି ଜମିନ ଗୁଡାକ କିଣିକି ଭିତରେ ସେ ବିଜନେସ କରୁଥିଲେ। ବେମାନି ଜମିନ ଗୁଡାକ କିଣି ଟଙ୍କା ପାଇବେ। ଆଉ ହଠାତ୍ କିଏ ଜଣେ ତାଙ୍କୁ ୱାର୍ଣ୍ଣିଂ ଦେଲା ଯେ ତମେ ଯଦି ଏଲାହାବାଦରେ ରହିବ, ତମକୁ ମର୍ଡର କରି ଦିଆଯିବ, ଆଉ ତେଣୁ କରି ତମେ ଜାଗ୍ରତ। ତାଙ୍କ ପାଇଁ ହଠାତ୍ ବିପଦ ଆସିଲା। ତାଙ୍କର ସେବା ବନ୍ଦ, ତାଙ୍କର ବିଶ୍ୱାସୀ ମାନେ ମଧ୍ୟ ଜାଣିପାରିଲେ ନାହିଁ। ତାଙ୍କ ତଳେ ଯୋଉମାନେ କାମ କରୁଥିଲେ ସେମାନେ ମଧ୍ୟ ଜାଣିପାରିଲେ ନାହିଁ। ହଠାତ୍ ରାତାରାତି କେତେବେଳେ ସେ ଭିସା କରିକି ପଳେଇ ଯାଇଛନ୍ତି, କେହି ମଧ୍ୟ ଜାଣି ପାରିନାହାନ୍ତି। ତାପରେ ଆମେରିକା ଗଲା ପରେ ସବୁ ବିଷୟ ବାହାରୁଛି ଯେ ତାଙ୍କର ସମସ୍ତ ଦୁର୍ବଳତା ଗୁଡାକ। ହଠାତ୍ କେବେ ଆମମାନଙ୍କ ପ୍ରତି ବିପଦ ଆସିବ, କଣ ହେବ, ଆମେ ଜାଣିପାରିବା ନାହିଁ। ସେଥିପାଇଁ ଆମେ ଜାଗ୍ରତରେ ରହିବା। ପ୍ରଭୁଙ୍କର ଲୋକମାନେ ହଉ କି ବିଶ୍ୱାସୀ ମାନେ ହଉ, ଯେକୌଣସି ଲୋକ ହଉ, ଏ ବାକ୍ୟ ସମସ୍ତଙ୍କ ପାଇଁ
ଏହା ଭାବିବା ନାହିଁ ଯେ କେବଳ ପ୍ରଭୁଙ୍କର ଲୋକମାନଙ୍କ ପାଇଁ ଏ ବାକ୍ୟ। नो, ବିଶ୍ୱାସୀ ମାନେ ମଧ୍ୟ ଜାଗ୍ରତ ରହିବା ଦରକାର। କେତେବେଳେ କଣ ହେବ ନିଜକୁ ସମ୍ଭାଳିକି ରଖିବା, ପ୍ରଭୁଠାରେ ରହିବା ପାଇଁ ଚେଷ୍ଟା କରିବା। ଦ୍ୱିତୀୟ ବ୍ୟକ୍ତି ଆମେ ଦେଖିବା ରାଜା ସାଉଲ। ରାଜା ସାଉଲ ଜଣେ ପ୍ରଥମ ସାମୁଏଲ 9 ଅଧ୍ୟାୟ ତାର 2 ପଦ ଅନୁସାରେ ସେ ଜଣେ ସୁନ୍ଦର ଆଉ ଲମ୍ବା ଚଉଳା ବ୍ୟକ୍ତି ଥିଲେ। ପ୍ରଥମ ସାମୁଏଲ ତାର 9 ଅଧ୍ୟାୟ 20 ଆହୁରି 21 ପଦ ଦ୍ୱାରା ଆମେ ଜାଣିପାରୁଛୁ ଯେ ସେ ବହୁତ ନମ୍ର ବ୍ୟକ୍ତି ଥିଲେ। ପ୍ରଥମ ସାମୁଏଲ ତାର 10 ଅଧ୍ୟାୟ ତାର 10 ରୁ 13 ପଦ ଯଦି ପର୍ଯ୍ୟନ୍ତ ଯଦି ଆମେ ପାଠ କରିବା, ସାଉଲ ଜଣେ ଆତ୍ମାରେ ପରିପୂର୍ଣ୍ଣ ବ୍ୟକ୍ତି ଥିଲେ। ପ୍ରଥମ ସାମୁଏଲ ଯଦି 10 ଅଧ୍ୟାୟ ତାର 1 ପଦ ପାଠ କରିବା, ସାମୁଏଲ ଜଣେ ଅଭିଷିକ୍ତ ବ୍ୟକ୍ତି ଥିଲେ। ଏ ପ୍ରକାର ଭାବରେ ବାଇବଲ ଆମମାନଙ୍କୁ ସାଉଲଙ୍କ ବିଷୟରେ, ସାଉଲ ରାଜାଙ୍କ ବିଷୟରେ ପ୍ରମାଣ ମିଳେ। ସେ ଜଣେ ଅଭିଷିକ୍ତ ବ୍ୟକ୍ତି, ସେ ଜଣେ ଆତ୍ମାରେ ପରିପୂର୍ଣ୍ଣ ବ୍ୟକ୍ତି ଥିଲେ, ସେ ଜଣେ ନମ୍ର ବ୍ୟକ୍ତି ଥିଲେ, ସେ ଜଣେ ସୁନ୍ଦର ପୁଣି ଲମ୍ବା ଚଉଡ଼ା ବ୍ୟକ୍ତି ଥିଲେ। ଏ ପ୍ରକାର ପ୍ରଭୁଙ୍କ ଦ୍ୱାରା ଆହ୍ୱାନ ପ୍ରାପ୍ତ ବ୍ୟକ୍ତି, ପ୍ରଭୁଙ୍କ ଦ୍ୱାରା ମନୋନୀତ ହୋଇଥିବା ବ୍ୟକ୍ତି, ସିଏ ଯେତେବେଳେ ବଢିଲେ ସେତେବେଳେ ସେ ମଧ୍ୟ ପ୍ରଭୁଙ୍କର ଆଜ୍ଞାକୁ ଉଲ୍ଲଂଘନ କରୁଛନ୍ତି, ଅବମାନନା କରୁଛନ୍ତି, ପ୍ରଭୁଙ୍କର ଆଜ୍ଞାକୁ ଭୁଲି ଯାଉଛନ୍ତି, ଡିସୋବିଡିଏଣ୍ଟ ହଉଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯଦି ଆମେ ଦେଖିବା ତାଙ୍କର ମିଷ୍ଟେକ୍ କଣ ଥିଲା, ଆମେ ସମସ୍ତେ ଜାଣିଛୁ ଯେ ଅମାଲେକୀୟ ଲୋକମାନଙ୍କୁ ପ୍ରଭୁ କହିଲେ ବର୍ଜିତ ରୂପେ ତୁମେ ବିନାଶ କର, ଧ୍ୱଂସ କର। କିନ୍ତୁ ସେ କଣ କଲେ? ଉତ୍ତମ ଉତ୍ତମ ଗୋରୁ ଛେଳି ମେଣ୍ଢା ଯାହା ବି ଥିଲେ, ରାଜାଙ୍କୁ ମଧ୍ୟ ମାରିଦେବା ପାଇଁ ପରମେଶ୍ୱର ଆଜ୍ଞା ଦେଇଥିଲେ, କିନ୍ତୁ ସେ କଣ କରିଛନ୍ତି? ରାଜାଙ୍କୁ ସେ ବାନ୍ଧିକି ଆଣିଥିଲେ, ନ ମାରିକି। ଦ୍ୱିତୀୟରେ ଆମେ ଦେଖିବା ସେ ସ୍ଥାନରେ ସାମୁଏଲକୁ ସେ ଅପେକ୍ଷା କରୁନାହାନ୍ତି, ସେ ନିଜେ ଗୋଟେ ଯାଜକର କାର୍ଯ୍ୟ, ପ୍ରଭୁଙ୍କର ବ୍ୟକ୍ତିଙ୍କର କାମ ସେ କରୁଛନ୍ତି। ଟିକେ ପାଠ କରିବା ପ୍ରଥମ ସାମୁଏଲ 13 ଅଧ୍ୟାୟ 8 ରୁ 14 ଟିକେ ପଢିବେ। ଏଥିଉତ୍ତାରେ ସାମୁଏଲଙ୍କର ନିରୂପିତ ସମୟାନୁସାରେ ସାଉଲ 7 ଦିନ ବିଳମ୍ବ କଲେ, ମାତ୍ର ସାମୁଏଲ ଗିଲଗଲକୁ ଆସିଲେ ନାହିଁ, ଯେହେତୁ ଲୋକମାନେ ତାଙ୍କ ନିକଟକୁ ଛିନ୍ନ ଭିନ୍ନ ହେବାକୁ ଲାଗିଲେ। ଏଥିରେ ସାଉଲ କହିଲେ, ଏଠାରେ ମୋ ନିକଟକୁ ସେହି ହୋମ ବଳି ଓ ସେହି ମଙ୍ଗଳାର୍ଥକ ବଳି ଆଣ। ଆଉ ସେ ହୋମ ବଳି ଉତ୍ସର୍ଗ କଲେ। ପୁଣି ସେ ହୋମ ବଳି ଉତ୍ସର୍ଗ କରିବା ସମାପ୍ତ କରିବା ମାତ୍ର ଦେଖ, ସାମୁଏଲ ଉପସ୍ଥିତ ହେଲେ। ତହିଁରେ ସାଉଲ ତାଙ୍କୁ ମଙ୍ଗଳବାଦ କରିବା ପାଇଁ ଭେଟିବାକୁ ଗଲେ। ଏଥିରେ ସାମୁଏଲ କହିଲେ, ତୁମ୍ଭେ କଣ କଲ? ସାଉଲ ଉତ୍ତର ଦେଲେ, ମୁଁ ଦେଖିଲି ଯେ ଲୋକମାନେ ମୋ ନିକଟରୁ ଛିନ୍ନ ଭିନ୍ନ ହେଉଅଛନ୍ତି, ପୁଣି ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ। ମଧ୍ୟ ପଲିଷ୍ଟିୟ ମାନେ ମିକମସରେ ଏକତ୍ର ହୋଇଅଛନ୍ତି। ଏଥିପାଇଁ ମୁଁ କହିଲି, ପଲିଷ୍ଟିୟ ମାନେ ଏହି କ୍ଷଣି ମୋ ବିରୁଦ୍ଧରେ ଗିଲଗଲକୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କ ଅନୁଗ୍ରହ ମାଗି ନାହିଁ। ଏଥି ନିମନ୍ତେ ମୁଁ ସାହସ ବାନ୍ଧି ହୋମ ବଳି ଉତ୍ସର୍ଗ କଲି। ତହିଁରେ ସାମୁଏଲ ସାଉଲଙ୍କୁ କହିଲେ, ତୁମ୍ଭେ ମୂର୍ଖର କର୍ମ କରିଅଛ। ସଦାପ୍ରଭୁ ଧନ୍ୟବାଦ, ତୁମ୍ଭ ଧନ୍ୟବାଦ ଭଉଣୀ। ପରମେଶ୍ୱର। ଦେଖନ୍ତୁ, ହୋମ ବଳି କିଏ ଉତ୍ସର୍ଗ କରିବା କଥା? ସାମୁଏଲ କରିବା କଥା। କାରଣ ସାମୁଏଲ ଜଣେ ଭବିଷ୍ୟତ ବକ୍ତା, ପ୍ରଭୁଙ୍କର ମନୋନୀତ ଦାସ ଥିଲେ। କିନ୍ତୁ ଏ ରାଜା ହେଇ ଜଣେ ଭବିଷ୍ୟତ ବକ୍ତାର କର୍ମ କରିଛନ୍ତି, ମୂର୍ଖର କର୍ମ କରିଛନ୍ତି। ସେଇଥିପାଇଁ ସେ କହିଲେ, ତୁମେ କଣ କଲ? ସାଉଲ ତୁମେ କଣ କଲ? ତହିଁରେ ସାମୁଏଲ ସାଉଲଙ୍କୁ କହିଲେ, ତୁମ୍ଭେ ମୂର୍ଖର କର୍ମ କରିଅଛ, ମୂର୍ଖର କର୍ମ କରିଅଛ। ପ୍ରଭୁ
से जेतेବେଳେ ଅବଜ୍ଞା କଲେ, राजा ହେଲା ପରେ ପ୍ରଭୁଙ୍କର ବାକ୍ୟର ପାଳନ କରିପାରିଲେ ନାହିଁ, ସେତେବେଳେ ପ୍ରଭୁ ତାକୁ ରିଜେକ୍ଟ କଲେ, ଦାଉଦକୁ ରାଜା କରି ସେ ଠିଆ କଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, କହିବାର ଉଦ୍ଦେଶ୍ୟ ହେଲା ସାଉଲ ଦ୍ୱାରା ଅନେକ କର୍ମ ପରମେଶ୍ୱର କଲେ, ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ରାଜା କରି ମନୋନୀତ କଲେ, ଆଶୀର୍ବାଦ କଲେ, ସବୁ ବିଷୟରେ। ଶେଷରେ ସାଉଲଙ୍କର ଏଣ୍ଡିଂ ବହୁତ ଖରାପ, ସେ ନିଜେ ଆତ୍ମହତ୍ୟା କରୁଛନ୍ତି। ସରି, ସେ ନିଜେ ଆତ୍ମହତ୍ୟା କରୁଛନ୍ତି। ଶେଷରେ ତାଙ୍କ ପୁଅମାନେ ମଧ୍ୟ ଆତ୍ମହତ୍ୟା କରୁଛନ୍ତି। ଦେଖନ୍ତୁ, ଆପଣମାନେ ସେ ବିଷୟରେ ଜାଣିଛନ୍ତି, ସେଇଥିପାଇଁ ତାକୁ ଆଉ ପାଠ କରିବା ପାଇଁ ମୁଁ ଆଗକୁ କହିବାକୁ ଚାହେଁ ନାହିଁ। କି ପ୍ରକାର ଭାବରେ ସେ ମୃତ୍ୟୁବରଣ କଲେ, ଏକ ରାଜା ହେଇ, ଅଭିଷିକ୍ତ ଦାସ ହେଇ। ଆରମ୍ଭ ତ ଶେଷ, ଆରମ୍ଭ ତ ଭଲ, କିନ୍ତୁ ଶେଷ ତାଙ୍କର ବହୁତ ଖରାପ ଥିଲା। ପ୍ରଭୁଙ୍କର ବାକ୍ୟକୁ ଅବମାନନା, ଆଜ୍ଞା ଲଙ୍ଘନ କରିବା ଦ୍ୱାରା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ମଧ୍ୟ ସଚେଷ୍ଟ ହେଉ, ଜାଗ୍ରତ ହଉ, ଯେ ଯୋଉ ପ୍ରକାର ଭାବରେ ଆମେ ମିନିଷ୍ଟ୍ରି ଆରମ୍ଭ କରିଛୁ, ଯେକୌଣସି କାର୍ଯ୍ୟ ଆମେ ଆରମ୍ଭ କରିଛୁ, ଆମେ ଶେଷ ପର୍ଯ୍ୟନ୍ତ ଆମେ କଣ କରିବା, ତାକୁ ସମ୍ଭାଳି ରଖିବା ପାଇଁ ଚେଷ୍ଟା କରିବା। ତେବେ ପ୍ରଭୁ ନିଶ୍ଚିତ ଭାବରେ ଗୌରବାନ୍ୱିତ ହେବେ, ଆଉ ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ତୃତୀୟ ବିଷୟ ଆମେ ଦେଖିବା ଆଉ ଜଣେ ବ୍ୟକ୍ତିଙ୍କ ବିଷୟରେ, ରାଜା ସୋଲୋମନଙ୍କ ବିଷୟରେ। ପ୍ରଥମ ରାଜାବଳୀ ତାର 3 ଅଧ୍ୟାୟ ଯଦି 3 ରୁ 5 ପଦ ପର୍ଯ୍ୟନ୍ତ ଆମେ ପାଠ କରିବା, ସେ ସ୍ଥାନରେ ସୋଲୋମନ ରାଜାଙ୍କ ବିଷୟରେ ସ୍ପଷ୍ଟ ଭାବରେ ଲେଖା ଅଛି। କଣ ଲେଖା ଅଛି ଟିକେ ଆମେ ପାଠ କରିବା। ପ୍ରଥମ ରାଜାବଳୀ 3:3-5 ଆଜ୍ଞା। ଆଜ୍ଞା। ପୁଣି ସୋଲୋମନ ଆପଣା ପିତା ଦାଉଦଙ୍କର ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କୁ ପ୍ରେମ କଲେ। କେବଳ ସେ ଉଚ୍ଚସ୍ଥଳୀ ମାନରେ ବଳିଦାନ କଲେ ଓ ଧୂପ ଜଳାଇଲେ। ପୁଣି ରାଜା ବଳିଦାନ କରିବା ନିମନ୍ତେ ଗିବିଅନକୁ ଗଲେ, କାରଣ ତାହା ବଡ଼ ଉଚ୍ଚସ୍ଥଳୀ ଥିଲା। ସୋଲୋମନ ସେହି ଯଜ୍ଞବେଦୀ ଉପରେ 1,000 ହୋମବଳି ଉତ୍ସର୍ଗ କଲେ। ଗିବିଅନରେ ସଦାପ୍ରଭୁ ରାତ୍ରିରେ ସ୍ୱପ୍ନ ଦ୍ୱାରା ସୋଲୋମନଙ୍କୁ ଦର୍ଶନ ଦେଲେ, ଆଉ ପରମେଶ୍ୱର କହିଲେ, ଆମ୍ଭେ ତୁମ୍ଭକୁ କଣ ଦେବା, ତାହା ମାଗ। ଧନ୍ୟବାଦ। ଏ ସ୍ଥାନରେ ଦେଖୁଛୁ, ସୋଲୋମନ ଯେତେବେଳେ ରାଜା ହେଲେ ଦାଉଦଙ୍କ ପଦରେ, ପ୍ରଭୁ ତାଙ୍କୁ ଦର୍ଶନ ମାଧ୍ୟମରେ କଥା କହିଲେ, ଆଉ ପ୍ରଭୁଙ୍କ ପଥରେ ସେ ଚାଲିଲେ। ଆରମ୍ଭରେ ପ୍ରଭୁଙ୍କର ବାକ୍ୟ ଅନୁସାରେ କର୍ମ କଲେ, ହେନା। ପୁଣି ସୋଲୋମନ ଆପଣା ପିତା ଦାଉଦଙ୍କର ବିଧି ଅନୁସାରେ ଆଚରଣ କରି ସଦା ପ୍ରଭୁଙ୍କୁ ପ୍ରେମ କଲେ। କେବଳ ସେ ଉଚ୍ଚସ୍ଥଳୀ ମାନରେ ବଳିଦାନ ଓ ଧୂପ ଜଳାଇଲେ। ପୁଣି ରାଜା ବଳିଦାନ କରିବା ନିମନ୍ତେ ଗିବିଅନକୁ ଗଲେ, କାରଣ 1,000 ହୋମ ବଳି, କାରଣ ରାଜା ବଡ଼ ଉଚ୍ଚସ୍ଥଳୀ, ତାହା ବଡ଼ ଉଚ୍ଚସ୍ଥଳୀ ଥିଲା। ସୋଲୋମନ ସେହି ଯଜ୍ଞବେଦୀ ଉପରେ 1,000 ହୋମ ବଳି ଉତ୍ସର୍ଗ କଲେ। ଯେତେବେଳେ ସେ ହୋମ ବଳି ଉତ୍ସର୍ଗ କରୁଛନ୍ତି, ପରମେଶ୍ୱରଙ୍କୁ ପ୍ରେମ କରୁଛନ୍ତି, ପରମେଶ୍ୱରଙ୍କର ବାକ୍ୟ ଅନୁସାରେ କର୍ମ କରୁଛନ୍ତି, ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ଆଚରଣ କରୁଛନ୍ତି, ସେତେବେଳେ ପ୍ରଭୁ ତାଙ୍କୁ ଦେଖା ଦଉଛନ୍ତି। ପ୍ରଭୁ ତାଙ୍କୁ ଦେଖା ଦଉଛନ୍ତି, ପ୍ରଭୁ ତାଙ୍କୁ କଥା କହୁଛନ୍ତି, ପ୍ରଭୁ ତାଙ୍କୁ ଆଶୀର୍ବାଦ କରୁଛନ୍ତି। ଆଉ ସେତେବେଳେ ସେ କହୁଛନ୍ତି, ତୁମେ ଯାହା ମାଗିବାର ଅଛି ତୁମେ ମାଗ। ଆଉ ପ୍ରଭୁ ତାଙ୍କୁ ଦେଲେ। ସେ ଯେତେବେଳେ ଜ୍ଞାନ ମାଗିଲେ, ଏକଥା ଆମେ ସମସ୍ତେ ଜାଣୁ। କିନ୍ତୁ ତାଙ୍କୁ ଆଶୀର୍ବାଦ କଲା ପରେ କଣ ହେଇଛି, ଆମେ ଟିକେ ପାଠ କରିବା। ପ୍ରଥମ ରାଜାବଳୀ 11 ଅଧ୍ୟାୟ ଆମେ ପାଠ କରିବା, 1 ରୁ 5 ପର୍ଯ୍ୟନ୍ତ, 5 ପଦ ପର୍ଯ୍ୟନ୍ତ। ସୋଲୋମନ ପ୍ରଥମ ରାଜାବଳୀ ସୋଲୋମନ 11 ଅଧ୍ୟାୟ ଯଦି 1 ରୁ 5 ପଦ ପର୍ଯ୍ୟନ୍ତ ଆମେ ପାଠ କରିବା, ସେ ସ୍ଥାନରେ ସେ କଣ କରୁଛନ୍ତି? ସୋଲୋମନ ରାଜା ଫାରୋର କନ୍ୟା ଛଡ଼ା ମୋଆବୀୟ, ଅମୋନୀୟ, ଇଦୋମୀୟ, ସିଦୋନୀୟ ଓ ହିତୀୟ ଅନେକ ବିଦେଶୀୟ ସ୍ତ୍ରୀମାନଙ୍କୁ ପ୍ରେମ କଲେ।
ଏହି ଗୋଷ୍ଠୀମାନଙ୍କ ବିଷୟରେ ସଦାପ୍ରଭୁ ଇସ୍ରାଏଲର ସନ୍ତାନଗଣଙ୍କୁ କହିଥିଲେ, ତୁମ୍ଭେମାନେ ସେମାନଙ୍କ ମଧ୍ୟକୁ ଯିବ ନାହିଁ, କିମ୍ବା ସେମାନେ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ ନାହିଁ, କାରଣ ସେମାନେ ନିଶ୍ଚୟ ଆପଣା ଆପଣା ଦେବଗଣ ପ୍ରତି ତୁମ୍ଭମାନଙ୍କ ମନକୁ ବିପଥଗାମୀ କରିବେ। ସୋଲୋମନ ଏମାନଙ୍କ ପ୍ରତି ପ୍ରେମରେ ଆସକ୍ତ ହେଲେ, ଏଣୁ ତାଙ୍କର 700 ରାଜପତ୍ନୀ ଓ 300 ଉପପତ୍ନୀ ହେଲେ, ଆଉ ତାହାଙ୍କର ପତ୍ନୀମାନେ ତାହାଙ୍କର ମନକୁ ବିପଥଗାମୀ କଲେ। କାରଣ ସୋଲୋମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ ତାହାଙ୍କର ପତ୍ନୀମାନେ ଅନ୍ୟ ଦେବଗଣ ପ୍ରତି ତାଙ୍କର ମନକୁ ବିପଥଗାମୀ କଲେ। ପୁଣି ତାଙ୍କର ପିତା ଦାଉଦଙ୍କର ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନହେଲା। ମାତ୍ର ସୋଲୋମନ ଦେଖନ୍ତୁ ପ୍ରିୟ ପ୍ରଭୁଙ୍କର ସିଦୋନୀୟ ଲୋକମାନେ, ମାନଙ୍କୁ ଧନ୍ୟବାଦ ଧନ୍ୟବାଦ ଭଉଣୀ। ଦେଖନ୍ତୁ ଏ ସ୍ଥାନରେ ଆମେ ଦେଖୁଛୁ ଯେ ଯେଉଁ ବ୍ୟକ୍ତି ପ୍ରଭୁଙ୍କୁ ପ୍ରେମ କରୁଥିଲେ, ଆଦର କରୁଥିଲେ, ତାଙ୍କର ବାକ୍ୟ ଅନୁସାରେ ଆଚରଣ କରୁଥିଲେ, ପ୍ରଭୁଙ୍କ ପାଇଁ ହୋମ ବଳି ଆଉ ଚଢଉଥିଲେ, ଆଜି ସେହି ବ୍ୟକ୍ତି ଅନ୍ୟ ଦେବା ଦେବୀର ପୂଜା କରୁଛନ୍ତି ସ୍ତ୍ରୀ ମାନଙ୍କ ଜାଲରେ ପଡିକି। ବିଦେଶୀୟ ସ୍ତ୍ରୀ ମାନଙ୍କୁ ସେ ବିବାହ କରୁଛନ୍ତି। ଆଉ ଶେଷରେ ଲେଖା ଅଛି, ପୁଣି ତାଙ୍କର ପିତା ଦାଉଦଙ୍କର ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦା ପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନୋଇଲା। ସିଦ୍ଧ ବ୍ୟକ୍ତି କଣ ହେଇଯାଇଛନ୍ତି? ପବିତ୍ର ବ୍ୟକ୍ତି କଣ ହେଇଯାଇଛନ୍ତି? ଅପବିତ୍ର ହେଇଯାଇଛନ୍ତି। ସିଦ୍ଧ ବ୍ୟକ୍ତି କଣ ହେଇଯାଇଛନ୍ତି? ଖରାପ ହେଇଯାଇଛନ୍ତି ପ୍ରଭୁଙ୍କ ଦୃଷ୍ଟିରେ। ପ୍ରଭୁଙ୍କ ପଛରେ ଚାଲିବା ଲୋକ ବିପଥରେ ଯାଉଛନ୍ତି। ପ୍ରଭୁଙ୍କର ସେବା କରିବା ଲୋକ ଦେବାଦେବୀର ସେବା କରୁଛନ୍ତି। ଶେଷରେ ପ୍ରଭୁ ତାଙ୍କୁ କହିଲେ ଯେ ତମର ରାଜ୍ୟ ଆମେ କଣ କରିବା? ଚିରି ଦେବା, ଭାଗ କରିଦେବା। ଆଇ ୱିଲ୍ ଡିଭାଇଡ୍ ୟୋର କିଙ୍ଗଡମ। ତମର ରାଜ୍ୟକୁ ମୁଁ କଣ କରିବି? ବିଭାଗ କରିବି। ବଟ୍ ନଟ୍ ଇନ୍ ୟୋର ଟାଇମ୍। ତମର ସମୟ ବେଳକୁ ନାହିଁ, ଯେହେତୁ ମୁଁ ତମ ବଂଶ ଠାରୁ ଗୋଟିଏ ଏକ ପ୍ରଦୀପ ସ୍ୱରୂପ ବିଷୟକୁ ବା ବ୍ୟକ୍ତିକୁ ମୁଁ ଉତ୍ପନ୍ନ କରିବାକୁ ଯାଉଛି। ଦାଉଦଙ୍କୁ ମୁଁ କଥା ଦେଇଛି, ସେଇଥିପାଇଁ ତମର ବେଳକୁ ମୁଁ ତାହା କରିବି ନାହିଁ, କିନ୍ତୁ ତମର ପୁତ୍ର ଯେତେବେଳେ ରାଜତ୍ୱ କରିବେ ସେତେବେଳକୁ ତାହାକୁ ମୁଁ କଣ କରିବି? ବିଭାଗ କରିବି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ସୋଲୋମନ ରାଜାଙ୍କର ଆରମ୍ଭ ବହୁତ ଭଲ ଥିଲା। ପ୍ରଭୁଙ୍କୁ ପ୍ରେମ କଲେ ଆରମ୍ଭରେ, ପ୍ରଭୁଙ୍କର ସେବା କଲେ ଆରମ୍ଭରେ, ପ୍ରଭୁଙ୍କର ଉପାସନା କଲେ ଆରମ୍ଭରେ, ଅନେକ ହୋମ ବଳି ସେ ଚଢେଇଲେ, ପ୍ରଭୁଙ୍କ ପଥରେ ଚାଲିଲେ। ଶେଷରେ ସେ ଭଟକୁଛନ୍ତି, ରାସ୍ତା ଭଟକି ଯାଇଛନ୍ତି, ସାଂସାରିକ ହେଇଗଲେ, ବିପଥରେ ଗଲେ, ଦେବାଦେବୀ ମାନଙ୍କର ପୂଜା କଲେ। What about us? ଆମେ କି ଆରମ୍ଭରେ ଭଲରେ ପ୍ରାର୍ଥନା କରୁ, ପ୍ରଭୁଙ୍କୁ ଯେତେବେଳେ ପାଉ, ଆମେ କି ତାଙ୍କର ବାକ୍ୟ ଅନୁସାରେ କର୍ମ କରୁ, ଯେତେବେଳେ ପ୍ରଭୁଙ୍କୁ ପାଉ, ଅନେକ ସମୟରେ ସେମିତି ହୁଏ। 2 ମାସ ଭଲରେ ଗିର୍ଜା ଗଲେ ଆଉ 2 ମାସ ଗିର୍ଜା ଯାଇ ନଥାଉ। 2 ମାସ ଭଲରେ ପ୍ରାର୍ଥନା କଲେ ଆଉ 2 ମାସ ପ୍ରାର୍ଥନା କରିନଥାଉ। 2 ମାସ ବାକ୍ୟ ଅଧ୍ୟୟନ କଲେ ଆଉ 2 ମାସ ବାକ୍ୟ ଅଧ୍ୟୟନ କରିପାରିନଥାଉ। ସମୟ ପୁରା ମିଳୁନି, କଣ କରିବା? ଅନେକ ସମୟରେ ଆମେ ଅବହେଳା କରୁ, ବିପଦରେ ଯାଉ। ବେଳେ ବେଳେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ମୋର ବାକ୍ୟ ପଠନ ବି ବନ୍ଦ ହେଇଯାଏ। ଆମର ଟ୍ରାଭେଲ କାମ ବେଶୀ, ବିଭିନ୍ନ ଜିଲ୍ଲାକୁ ଆମେ ଯାଉ, ବିଭିନ୍ନ ଫିଲ୍ଡକୁ ଯାଉ। ବେଳେ ବେଳେ ମୁଁ ବାଇବଲ ପଢି ପାରୁନି, ବେଳେ ବେଳେ ମୋବାଇଲରେ ମୁଁ ବାଇବଲ ପଢେ ଟ୍ରାଭେଲ ଯେତେବେଳେ କରେ। ଅନେକ ସମୟରେ କରିପାରେ ନାହିଁ କାର୍ଯ୍ୟ ବ୍ୟସ୍ତତା ଯୋଗୁ। ନିଜକୁ ଦୁଃଖ କରେ, ଦୁଃଖ ଲାଗେ ମତେ ବେଳେ ବେଳେ। ସେ ଯାହା ବି ହଉ ପ୍ରଭୁଙ୍କର ପାଇଁ ଅନେକ ସମୟରେ ଆମେ ପ୍ରାର୍ଥନା କରୁ, ଅନେକ ସମୟରେ ଉପବାସ କରୁ, ହେଲା, ଆଉ ଅନେକ ସମୟରେ କରିପାରିନଥାଉ। ଏ ସ୍ଥାନରେ ଦେଖୁଛୁ କେମିତି ବ୍ୟାକସ୍ଲାଇଡ ହେଇଛନ୍ତି। ଆରମ୍ଭ ତାଙ୍କର ବହୁତ ଭଲ ଥିଲା, କିନ୍ତୁ ଶେଷରେ ସେ କଣ କରୁଛନ୍ତି? ଭଟକୁଛନ୍ତି, ରାସ୍ତାରୁ ଭଟକୁଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଦ୍ୱିତୀୟ ବିବରଣ ଯଦି 17 ଅଧ୍ୟାୟ 16 ପୁଣି 17 ପଦ ପାଠ କରିବା, ସେ ସ୍ଥାନରେ ମୋଶାଙ୍କ ଦ୍ଵାରା ପ୍ରଭୁ ଗୋଟେ କଥା କହିଥିଲେ। ଦେଖନ୍ତୁ, ଟିକେ ପାଠ କରିବା। ଦ୍ୱିତୀୟ ବିବରଣ
17 ଅଧ୍ୟାୟ 16 ପୁଣି 17। ମାତ୍ର ଯେ ରାଜା ମାତ୍ର ସେ ରାଜା ଆପଣା ପାଇଁ ଅନେକ ଅଶ୍ପ ରଖିବ ନାହିଁ, କିମ୍ବା ଅନେକ ଅଶ୍ପ ରଖିବା ଅଭିପ୍ରାୟରେ ଲୋକମାନଙ୍କୁ ପୁନର୍ବାର ମିଶରକୁ ଗମନ କରାଇବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଅଛନ୍ତି, ତୁମ୍ଭେମାନେ ଏ ସମୟ ଠାରୁ ସେ ପଥରେ ଆଉ ଫେରି ଯିବ ନାହିଁ, କିମ୍ବା ସେ ଅନେକ ସ୍ତ୍ରୀ ବିବାହ କରିବ ନାହିଁ। କଲେ ତାହାର ହୃଦୟ ବିପଥଗାମୀ ହେବ, ଅଥବା ସେ ଆପଣା ପାଇଁ ରୂପା କି ସୁନା ଅତିଶୟ ବଢାଇବ ନାହିଁ। ଏଠାରେ 3 ବିଷୟ ମୋଶାଙ୍କ ଦ୍ୱାରା ପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ କହିଥିଲେ। ତମେ ଯେବେ ସେ ଦେଶକୁ ଯିବ, ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏ 3 ବିଷୟ ତମେ କେବେ ମଧ୍ୟ ପାଇବା ପାଇଁ ଚାହିଁବ ନାହିଁ। କଣ କଣ? ଅନେକ ସ୍ତ୍ରୀ ତମେ ବିବାହ କରିବ ନାହିଁ, ଅନେକ ସୁନା ରୂପା ତୁମେ କଣ କରିବ ନାହିଁ, ଆୟୋଜିତ କରିବ ନାହିଁ, ଏକାଠି କରିବ ନାହିଁ ନିଜ ପାଇଁ, ଆଉ ଅନେକ ଘୋଡ଼ା, ରଥ, ଅର୍ଷ ନିଜ ପାଇଁ କଣ କରିବ ନାହିଁ, ରଖିବ ନାହିଁ। 3 ବିଷୟ ପ୍ରଭୁ ତାଙ୍କୁ ସେ କହିଥିଲେ ମୋଶାଙ୍କ ଦ୍ୱାରା ଇସ୍ରାଏଲ ଲୋକମାନଙ୍କୁ। ଏ 3 ବିଷୟ ସୋଲୋମନଙ୍କ ଜୀବନରେ ଦେଖିବାକୁ ଆମେ ପାଉଛୁ। 12,000 ଘୋଡ଼ା କିଏ ରଖିଥିଲେ? ସୋଲୋମନ। କୋଉଠାରୁ ମଗେଇଥିଲେ? ମିଶର ଦେଶ। 12,000। ଧନ ସମ୍ପତ୍ତି ଅଜସ୍ର। ଯେତେବେଳେ ସେ ମନ୍ଦିର ବନେଇଲେ, ପ୍ରଭୁଙ୍କ ପାଇଁ ଉତ୍ତମ କର୍ମ କଲେ, ସତ କଥା, ସୁନାର ପାତ୍ର, ସୁନାର ଗ୍ଲାସ, ସବୁ ଜାଗାରେ ସୁନା ଲଗେଇଦେଲେ, ଘରେ ପୁଣି ପ୍ରଭୁଙ୍କ ମନ୍ଦିରରେ ମଧ୍ୟ, ହେଲା। ଆଉ ଅନେକ ସିପାହୀ ରଖିଲେ, ଅନେକ ସ୍ତ୍ରୀ ବିବାହ କଲେ। ଏସବୁ ଗୁଡାକ ପ୍ରଭୁ ଆଗରୁ ମନା କରିଥିଲେ, ସେହି କର୍ମ ସେ କରିଛନ୍ତି। ଏଜ ଏ ରିଜଲ୍ଟ ହି ୱାଜ ଫେଲୁର। ତାଙ୍କର ଶେଷ ଠିକ ନଥିଲା, ତାଙ୍କର ଶେଷ ଠିକ ନଥିଲା। ଶେଷରେ ଗୋଟିଏ ବିଷୟ ମୁଁ କହିବା ପାଇଁ ଚାହୁଁଛି, ଜିଓସାଫଟ। ସେ ରାଜା ମଧ୍ୟ ବହୁତ ବଢିଆ ରାଜା, ଏକ୍ସିଲେଣ୍ଟ ରାଜା, ପ୍ରଭୁଙ୍କର ଅନ୍ବେଷଣ କରିବା ବ୍ୟକ୍ତି, ପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କରିବା ବ୍ୟକ୍ତି, ପ୍ରଭୁଙ୍କ ପଛରେ ଚାଲିବା ବ୍ୟକ୍ତି। ଏ ପ୍ରକାର ବ୍ୟକ୍ତି ସେ କଣ କରୁଛନ୍ତି? ସେ ମଧ୍ୟ ବିପଥରେ ଯାଉଛନ୍ତି। 2 ବଂଶାବଳୀ ଆମେ 17 ଅଧ୍ୟାୟ ଟିକେ ପାଠ କରିବା। ଏକରୁ ଟିକେ ପଢିବେ। ଅନନ୍ତର ତାହାଙ୍କର ପୁତ୍ର ଯେହୋଶାଫଟ ତାହାଙ୍କର ପଦରେ ରାଜ୍ୟ କରି ଇସ୍ରାଏଲ ବିରୁଦ୍ଧରେ ଆପଣାକୁ ବଳବାନ କଲେ। ପୁଣି ସେ ଜିହୁଦାର ସକଳ ପ୍ରାଚୀର ବେଷ୍ଟିତ ନଗରରେ ସୈନ୍ୟ ରଖିଲେ, ଆଉ ଜିହୁଦା ଦେଶରେ ଓ ତାଙ୍କର ପିତା ଆସାଙ୍କର ହସ୍ତଗତ ଇଫ୍ରିୟମର ସକଳ ନଗରରେ ପ୍ରହରୀ ଦଳ ସ୍ଥାପନ କଲେ। ଆଉ ଜିହୋଶାଫଟ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣ ରୂପ ପଥରେ ଗମନ କରି ବାଲଦେବ ଗଣର ଅନ୍ଭେଷଣ ନ କରିବାରୁ ସଦାପ୍ରଭୁ ତାହାଙ୍କର ସହବର୍ତ୍ତୀ ହେଲେ। ପୁଣି ସେ ଆପଣା ପୌତ୍ରିକ ପରମେଶ୍ୱରଙ୍କର ଅନ୍ଭେଷଣ କଲେ ଓ ତାହାଙ୍କ ଆଜ୍ଞା ପଥରେ ଚଳି ଇସ୍ରାଏଲର କର୍ମାନୁଯାୟୀ କଲେ ନାହିଁ। ଏହେତୁ ଏଠାରେ ସଦାପ୍ରଭୁ ଦେଖୁଛୁ, ଧନ୍ୟବାଦ ଧନ୍ୟବାଦ। ଏଠାରେ ଦେଖୁଛୁ ଜିଓସାଫଟ ରାଜା, ଇଏ ଜଣେ ମଧ୍ୟ ପ୍ରଭୁଙ୍କ ରାସ୍ତାରେ ଚାଲିବା ବ୍ୟକ୍ତି ଥିଲେ। ଇଏ ମଧ୍ୟ ପ୍ରଭୁଙ୍କର ଅନ୍ବେଷଣକାରୀ ଥିଲେ। ଇଏ ମଧ୍ୟ ଅତିଶୟ ଧନବାନ ଥିଲେ। ଇଏ ମଧ୍ୟ ସେ ଉଚ୍ଚସ୍ଥଳୀ ମାନଙ୍କରେ ଯୋଉମାନେ ପୂଜା କରୁଥିଲେ, ମନ୍ଦିର ବନେଇଥିଲେ, ହେଲା, ଦେବା ଦେବୀ ସମସ୍ତଙ୍କୁ ଉଚ୍ଚସ୍ଥଳୀରେ ଯୋଉମାନେ ଉପାସନା କରୁଥିଲେ, ସବୁ ଧ୍ୱଂସ କରିଥିଲେ, ସବୁ ବିଷୟକୁ ନଷ୍ଟ କରିଥିଲେ। ପ୍ରଭୁଙ୍କ ପ୍ରତି ମନୋଯୋଗୀ ଥିବା ବ୍ୟକ୍ତି, ପ୍ରଭୁଙ୍କୁ ପ୍ରେମ କରିବା ବ୍ୟକ୍ତି, ପ୍ରଭୁଙ୍କର ଅନ୍ବେଷଣ କରିବା ବ୍ୟକ୍ତି, ପ୍ରଭୁଙ୍କ ଇଚ୍ଛା ଅନୁସାରେ କର୍ମ କରିବା ବ୍ୟକ୍ତି, ଏ ପ୍ରକାର ବ୍ୟକ୍ତି
ସେ କଣ କରୁଛନ୍ତି ଆମେ ଦେଖିବା ଦ୍ୱିତୀୟ ବଂଶାବଳୀ 18 ଅଧ୍ୟାୟ 1 ପଦ ପାଠ କରିବା। ପ୍ରଭୁରେ ରହିବା ଲୋକ ଦେଖନ୍ତୁ ତା ସହିତ ସେ ମିଶୁଛନ୍ତି। ଏହି ସେ ରୂପେ ପ୍ରଭୁରେ ଥିଲେ। ହଁ, ଏହି ରୂପେ ଜିହୋଶାଫଟ ଅତିଶୟ ଧନବାନ ଓ ସମ୍ଭ୍ରାନ୍ତ ହେଲେ। ପୁଣି ସେ ଆହାବଙ୍କ ସଙ୍ଗେ କୁଟୁମ୍ବାଦି କଲେ। ଦେଖନ୍ତୁ କୁଟୁମ୍ବିତା କଲେ। ଜିହୋଶାଫଟ ଅତି ବଳବାନ, ଧନବାନ ଓ ସମ୍ଭ୍ରାନ୍ତ ଥିଲେ। ଜଣେ ପ୍ରଭୁଙ୍କର ଲୋକ ଆଶୀର୍ବାଦ ପାଇଲେ, ପ୍ରଭୁଙ୍କ ଠାରୁ ଅନୁଗ୍ରହ ପାଇଲେ, ପ୍ରଭୁଙ୍କ ଠାରୁ ଦୟା ପାଇଲେ, ଐଶ୍ୱର୍ଯ୍ୟତା ପାଇଲେ, ସବୁ କିଛି ପାଇଲା ପରେ ସେ କଣ କରୁଛନ୍ତି? ସେ ଆହାବଙ୍କ ସହିତ କୁଟୁମ୍ବିତା କରୁଛନ୍ତି। ମାନେ ସମ୍ପର୍କ ବନ୍ଧୁତ୍ୱ ସ୍ଥାପନ କରୁଛନ୍ତି। ବନ୍ଧୁତ୍ୱ ସ୍ଥାପନ କରୁଛନ୍ତି କାରଣ ସେ ମିଶିକି ତାଙ୍କ ସହିତ ମିଶିକି ଆହାବ ରାଜା ସହିତ ମିଶିକି ଅନ୍ୟ ଦେଶକୁ ଆଟାକ କରିବା ପାଇଁ ଯାଉଛନ୍ତି। ଆମେ ଯଦି ଦେଖିବା ଆହାବଙ୍କ ବିଷୟରେ, ଆହାବ ଗୋଟେ ବହୁତ ଦୁଷ୍ଟ ରାଜା ଥିଲେ। ଦୁଷ୍ଟ ରାଜା। ଆହାବଙ୍କର ପତ୍ନୀ କିଏ ଥିଲେ? ଇସେବଲ। ପ୍ରଭୁଙ୍କର ଭବିଷ୍ୟତ ବକ୍ତା ମାନଙ୍କ ବିରୁଦ୍ଧରେ ଯିବା ଲୋକମାନେ ତାଙ୍କେ। ଏମିତିକା ଦୁଷ୍ଟ ଲୋକ ସହିତ ଜଣେ ପ୍ରଭୁଙ୍କର ଲୋକ ହେଇକି ସେ ସମ୍ପର୍କ କରୁଛନ୍ତି ଆଉ ନିଜର ପୁତ୍ରଙ୍କୁ ତାଙ୍କର କନ୍ୟା ସହିତ ବିବାହ କରୁଛନ୍ତି। ଯଦି ଆମେ ଦେଖିବା ଲେଖା ଅଛି ଦ୍ୱିତୀୟ ରାଜାବଳୀ 8-18 ପଦ। 8-18 ପଦରେ ସେ ନିଜର ପୁଣି ପଢନ୍ତୁ ନାହିଁ ଭଉଣୀ। ନିଜର ପୁତ୍ରଙ୍କ ସହିତ ଆହାବଙ୍କ ରାଜାଙ୍କ କନ୍ୟା ସହିତ ସେ ବିବାହ ଦଉଛନ୍ତି। ଯଦି ଆମେ ପ୍ରଥମ ରାଜାବଳୀ 16 ଅଧ୍ୟାୟ 30 ପଦକୁ ଆମେ ପାଠ କରିବା, ଆହାବ ରାଜା ବିଷୟରେ ଲେଖା ଅଛି ସେ ଜଣେ ଦୁଷ୍ଟ ରାଜା ଥିଲେ ବୋଲି ଲେଖା ଅଛି। ଆଉ ଦୁଷ୍ଟ ରାଜା ସହିତ ଜଣେ ଉତ୍ତମ ରାଜା ସମ୍ପର୍କ ସ୍ଥାପନ କରୁଛନ୍ତି। ଶେଷରେ ସେ ସଫଳତା ହଉନାହାନ୍ତି। କେମିତି ସଫଳତା ହଉନାହାନ୍ତି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି। ଦ୍ୱିତୀୟ ରାଜାବଳୀ 20-35-37 ପାଠ କରନ୍ତୁ। ସେଠି ଆଉ ଗୋଟେ ରାଜା ସହିତ ସେ ସମ୍ପର୍କ କରୁଛନ୍ତି। ଦ୍ୱିତୀୟ ରାଜାବଳୀ 35-36 ନାଇଁ 20 ର ଆଜ୍ଞା। ଦ୍ୱିତୀୟ ରାଜାବଳୀ 20-35-37 କରୁଛନ୍ତି। 20 ର 21 ଯାଏ ଏକା ଅଛି। ପ୍ରଥମ ରାଜାବଳୀ ହଁ, ଦ୍ୱିତୀୟ ବଂଶାବଳୀ ପୁଣି ଦ୍ୱିତୀୟ ବଂଶାବଳୀ 20-35-37। ଏଇଟା ହଉଛି ପୁରାତନ ନିୟମର ସବୁ କଥା ଗୁଡାକ। ଯଦି ଆମେ ପ୍ରୁଫ ଦେବା ନାହିଁ, ଖାଲି କହିଦେବା ଷ୍ଟୋରି ହିସାବରେ, ତେବେ ବୁଝି ହେବନି ଏତେ ସ୍ପଷ୍ଟ ଭାବରେ। ସେଇଥିପାଇଁ ଆମେ ଯଦି ପଢିବା ବିଷୟଟା କଣ ଆମେ ବୁଝିପାରିବା। ସେଇଥିପାଇଁ ମୁଁ ପଠନ କରିବାକୁ ଚାହୁଁଛି। ଏଥି ଉତ୍ତାରେ ଜିହୁଦାର ରାଜା ଜିହୋଶାଫଟ ଇସ୍ରାଏଲର ରାଜା ଅହସ୍ୟଙ୍କ ସଙ୍ଗେ ମିଶିଲେ। ଅହସ୍ୟ ଅତି ଦୁରାଚାରୀ ଥିଲେ। ଜିହୋଶାଫଟ ତର୍ଷିସକୁ ଯିବାର ଜାହାଜ ନିର୍ମାଣ କରିବା ପାଇଁ ତାଙ୍କ ସଙ୍ଗେ ମିଶିଲେ। ଆଉ ସେମାନେ ଇତ୍ସିଓନ ଗୋବେରରେ ଜାହାଜ ମାନ ନିର୍ମାଣ କଲେ। ସେତେବେଳେ ମାରେସା ନିବାସୀ ଦୋଦୋ ବାହୁର ପୁତ୍ର ଇଲିଏସର ଜିହୋଶାଫଟଙ୍କ ବିରୁଦ୍ଧରେ
ଏହି ଭବିଷ୍ୟତ ବାକ୍ୟ ପ୍ରଚାର କରି କହିଲା, ତୁମ୍ଭେ ଅହସ୍ୟ ସଙ୍ଗେ ମିଶିଅଛ, ଏହେତୁ ସଦାପ୍ରଭୁ ତୁମ୍ଭର କର୍ମ ସବୁ ବିନାଶ କରିଅଛନ୍ତି। ତହିଁରେ ସେହି ସବୁ ଜାହାଜ ଭାଙ୍ଗିଗଲା, ତର୍ଷିଶକୁ ଯାଇ ପାରିଲା ନାହିଁ। ଦେଖନ୍ତୁ, ଜଣେ ପ୍ରଭୁଙ୍କର ଦାସ ହେଇ, ପ୍ରଭୁଙ୍କର ଲୋକ ହେଇ, ପ୍ରଭୁଙ୍କୁ ଜାଣିବା ଲୋକ ହେଇ ସେ କଣ କରୁଛନ୍ତି? ଅହସ୍ୟ ସହିତ ସମ୍ପର୍କ କରୁଛନ୍ତି। ଅହସ୍ୟ ସହିତ ସମ୍ପର୍କ କରୁଛନ୍ତି। ଶେଷରେ ଜାହାଜ କଣ ହେଇଯାଉଛି? ମିଳିମିଶି ଯେତେବେଳେ ବନେଇଲେ ସେ ଜାହାଜ ଭାଙ୍ଗି ଯାଉଛି। ସେ ସଫଳତା ପାଉନାହାନ୍ତି ନିଜ କର୍ମରେ। ଆହାବ ସହିତ ସାଙ୍ଗ କଲେ, ଅହସ୍ୟ ସହିତ ସାଙ୍ଗ କରୁଛନ୍ତି। ଶେଷରେ ଯେଉଁ କର୍ମ କରିବାକୁ ସେ ଯାଉଥିଲେ ତାହା ସେ ସଫଳ ପାଉନାହାନ୍ତି। ସଫଳ ପାଉନାହାନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ପ୍ରଭୁଙ୍କର ଲୋକମାନେ, ବିଶ୍ୱାସୀ ହଉ, ସେବକ ହଉ, ଯେକୌଣସି ଲୋକ ହଉ, ଯେତେବେଳେ ଆମେ ଯେକୌଣସି କାର୍ଯ୍ୟ ଆମେ ଆରମ୍ଭ କରୁ ଉତ୍ତମ ଭାବରେ ଚେଷ୍ଟା କରିବା ତାହା ଶେଷ ପର୍ଯ୍ୟନ୍ତ କରିବା ନିମନ୍ତେ, ପ୍ରଭୁରେ ରହିବା ନିମନ୍ତେ। ଯେମିତି ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ, ଯେମିତି ପ୍ରଭୁ ଆମମାନଙ୍କର ଶେଷ ସନ୍ଧ୍ୟା, ଆମମାନଙ୍କ ଜୀବନର ଶେଷ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ସହବର୍ତ୍ତୀ ହେବେ, ଆଗକୁ ପଢେଇ ନେବେ, ବଢିବାରେ ସାହାଯ୍ୟ କରିବେ। ଆଉ ଏ ପ୍ରକାର ଭାବରେ ଆମେ କର୍ମ କରିବା ଯେ ପ୍ରଭୁ ଆମମାନଙ୍କୁ ସବୁବେଳେ ସାହାଯ୍ୟ କରିବେ ଆମମାନଙ୍କ ଜୀବନରେ। ଅନେକ ଲୋକ ଏ ଦୁନିଆରେ ଅଛନ୍ତି ଯେ ସେମାନେ ଚେଷ୍ଟା କରନ୍ତି ସଫଳତା ପାଇବା ପାଇଁ, କିନ୍ତୁ ସେମାନଙ୍କର ଆଉ ଜୀବନ ହେତୁ, ଅନାଜ୍ଞା ବହତା ହେତୁ, ପ୍ରଭୁଙ୍କ ଠାରୁ ଦୂରେଇବା ହେତୁ ପ୍ରଭୁ ସେମାନଙ୍କ ଠାରୁ ଦୂରକୁ ଚାଲି ଯାଆନ୍ତି। ବାଇବଲରେ ଅନେକ ବିଷୟ ଅଛି ପ୍ରିୟ ପ୍ରଭୁଙ୍କର ଲୋକମାନେ, ତଥାପି ସେ ସବୁ ବିଷୟ ଗୁଡାକୁ ମୁଁ କହିବା ପାଇଁ ଚାହୁଁନାହିଁ। ଯୋଶୀୟ ରାଜା ମଧ୍ୟ ସେ ପ୍ରକାର କରିଥିଲେ। ଯୋଶୀୟ ରାଜା ମଧ୍ୟ ଯେତେବେଳେ ସେ ବଳବାନ ହେଲେ ଆଉ ସେ କଣ କରୁଛନ୍ତି? ପ୍ରଭୁଙ୍କର ଆଜ୍ଞାର ଅବମାନନା କରୁଛନ୍ତି। ପ୍ରଭୁଙ୍କ ପଛରେ ସେ ଚାଲି ପାରୁନାହାନ୍ତି। ତାଙ୍କ ଜୀବନରେ ସେ ସଫଳତା ପାଉନାହାନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମେ ଚେଷ୍ଟା କରିବା ଆରମ୍ଭରେ ଯେମିତି ଶେଷ ପର୍ଯ୍ୟନ୍ତ ସେଇ ବିଷୟଟିକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବା। ଆଉ ପ୍ରଭୁ ନିଶ୍ଚିତ ଭାବରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରିବେ। ଆରମ୍ଭ ଅପେକ୍ଷା ସମାପ୍ତି ଭଲ ହେବା ଦରକାର। ପ୍ରଭୁ ଏ ସମସ୍ତ ବାକ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ସମସ୍ତଙ୍କୁ ନମସ୍କାର। ନମସ୍କାର। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହେଉ ସୁନ୍ଦର ବାକ୍ୟ ପାଇଁ। ଆରମ୍ଭ ଅପେକ୍ଷା ଶେଷ ଭଲ। ପ୍ରଭୁଙ୍କ ଦାସ ଅତି ସୁନ୍ଦର ଭାବରେ ଗୋଟିଏ ପରେ ଗୋଟିଏ ପଏଣ୍ଟ ରଖିକି ପ୍ରଭୁଙ୍କର ଦାସମାନଙ୍କ ସମ୍ମୁଖକୁ ଆଣିକି ବାକ୍ୟ ପରିବେଷଣ କରିଅଛନ୍ତି। ପ୍ରଭୁ ତାଙ୍କ ଦାସଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ଆମମାନେ ଲିମା ସାରଙ୍କୁ ଆମମାନେ ଧନ୍ୟବାଦ ଦେବା। ଆଉ ବର୍ତ୍ତମାନ ସମୟ ରହିଛି, ଆମମାନେ ପ୍ରାର୍ଥନା କରିବା। ଆଉ ମୁଁ ଅନୁରୋଧ କରୁଅଛି, ଆଉ ଆମମାନଙ୍କ ମଧ୍ୟରେ ଆଉ ପ୍ରଭୁଙ୍କର ଦାସ ରେଭରେଣ୍ଡ ହସେ କରାଟ ସାର୍ ଅଛନ୍ତି। ସାର୍ ମତେ ଶୁଣି ପାରୁଛନ୍ତି? ରେଭରେଣ୍ଡ ହସେ କରାଟ ସାର୍, କରାଟ ଆଜ୍ଞା ସାର୍ ମତେ ଶୁଣି ପାରୁଛନ୍ତି? ଆଜ୍ଞା ଆଜ୍ଞା ହଁ ସାର୍, ନମସ୍କାର ସାର୍। ସାର୍ ଆପଣ ପ୍ରାର୍ଥନା କରିବେ, ମୁଁ କିଛି ପଏଣ୍ଟ କହିବି। ଆଉ କରାଟ ସାର୍ଙ୍କ ପ୍ରାର୍ଥନା ସରିଲା ପରେ ଆଉ ପାଷ୍ଟର ରେଭରେଣ୍ଡ ପିକେ ରାଉଳ ସାର୍ ପୁରୀରୁ ଜଏନ୍ କରିଛନ୍ତି। ଆଉ ପିକେ ରାଉଳ ସାର୍ ଆଦର୍ଶ ଏବଂ ଆଶିଷ ଭିକ୍ଷା କରିବେ। ଆଉ ମୁଁ କହିବା ପାଇଁ ଚାହେଁ ପ୍ରାର୍ଥନାର ବିଷୟ ଯେ ପ୍ରଭୁଙ୍କ ଦାସ ସୁନ୍ଦର ଭାବରେ ବାକ୍ୟକୁ ଆଜି ଉପସ୍ଥାପନ କରିଛନ୍ତି। ଆଉ ରେଭରେଣ୍ଡ ପାଷ୍ଟର ମାନୁଏଲ ଲିମା ସାରଙ୍କ ପାଇଁ, ତାଙ୍କ ସେବା କାର୍ଯ୍ୟ, ତାଙ୍କ ପରିବାର ପାଇଁ ଆମେ ପ୍ରାର୍ଥନା କରିବା। ତା ସହିତ ସୁନ୍ଦର ଭାବରେ ଆଜି ପରିଚାଳନା କରିଥିଲେ ଇଣ୍ଟରସେସରି ପ୍ରେୟର ଠାରୁ ଆଜିର ଉପାସନାକୁ ଆଉ ପ୍ରେମାଙ୍ଗିନୀଙ୍କର, ତାଙ୍କ ପାଇଁ, ତାଙ୍କ ସେବା କାର୍ଯ୍ୟ, ପରିବାର ପାଇଁ, ଏବଂ ସୁନ୍ଦର ଭାବରେ ଆଜି ୱର୍ସିପ କରିଥିଲେ ପ୍ରଭୁଙ୍କ ଦାସୀ ଅନୁପମା ବାଗ ପାଳିକା ମା, ତାଙ୍କ ପାଇଁ, ତାଙ୍କ ସେବା କାର୍ଯ୍ୟ, ତାଙ୍କ ପରିବାର ପାଇଁ ପ୍ରାର୍ଥନାରେ ସ୍ମରଣ କରିବା। ଏବଂ ଆଉ ବିଜ୍ଞାପନ କରିଥିଲେ ପ୍ରଭୁଙ୍କ ଦାସ ରେଭରେଣ୍ଡ ସି ରବର୍ଟ ଜାକବ ସାର୍, ତାଙ୍କ ପାଇଁ, ତାଙ୍କ ସେବା କାର୍ଯ୍ୟ, ପରିବାର ପାଇଁ, ଏବଂ ଆଉ ଯୋଉ ଚତୁର୍ଥ ଗେଟ୍ ଟୁଗେଦର କାର୍ଯ୍ୟକ୍ରମର ସଫଳତା ନିମନ୍ତେ ପ୍ରାର୍ଥନାରେ ସ୍ମରଣ କରିବା। ପାଣିପାଗ ପାଇଁ, ଉତ୍ତମ ପାଣିପାଗ ପାଇଁ, ସମସ୍ତଙ୍କର ସ୍ୱାସ୍ଥ୍ୟର ସୁସ୍ଥତା ନିମନ୍ତେ, ଆଉ ପ୍ରଭୁଙ୍କ ଦାସ
7 ତାରିଖ ପାଇଁ ବସ୍ର ବ୍ୟବସ୍ଥା କରିସାରିଛନ୍ତି। 9 ତାରିଖ ପାଇଁ ବସ୍ର ବ୍ୟବସ୍ଥା କରିସାରିଛନ୍ତି। 10 ତାରିଖ ପାଇଁ 3 ଦିନ ପାଇଁ ବସ୍ର ବ୍ୟବସ୍ଥା କରାଯାଇଛି। ରହିବା ଖାଇବା ପିଇବା ସମସ୍ତ ବିଷୟ ଅଲରେଡି ସେଠାରେ ବ୍ୟବସ୍ଥା ହେଇସାରିଛି। ଏସବୁ ବିଷୟ ଯେପରି ସୁନ୍ଦର ଭାବରେ ହେଇପାରିବ ସେଥି ନିମନ୍ତେ ଏବଂ ଡିକନ ଲାଭବାନ ରାଉଳ ସାରଙ୍କ ଦେହ ଅସୁସ୍ଥ ରହିଛି, ଆଉ ରାଉଳ ସାରଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା। ତାହା ସହିତ ଯେତେ ଲୋକ ବାହାରୁ ଆମେ ଯାଉଛୁ ସମସ୍ତଙ୍କର ସୁସ୍ଥ ସବଳ ପାଇଁ ପ୍ରାର୍ଥନା ରଖିବା। ଆଉ ମୋ ଆଣ୍ଟି ଅରୁଣଜ୍ୟୋତି ଜେନା ବିଶାଖାପାଟନାମରେ ରୁହନ୍ତି, ଆଣ୍ଟିଙ୍କର ଦେହ ବି ଅସୁସ୍ଥ ଅଛି, ତାଙ୍କ ସୁସ୍ଥତା ପାଇଁ ମଧ୍ୟ ପ୍ରାର୍ଥନା କରିବା। ଆଉ ପ୍ରୀତି ଆଣ୍ଟି ମଧ୍ୟ ଅସୁସ୍ଥ ଅଛନ୍ତି, ତାଙ୍କ ସୁସ୍ଥତା ପାଇଁ ମଧ୍ୟ ପ୍ରାର୍ଥନା କରିବା। ଜାଣତରେ ଅନେକ ଲୋକ ଅସୁସ୍ଥ ଅଛନ୍ତି, ସମସ୍ତଙ୍କର ସୁସ୍ଥ ସବଳ ପାଇଁ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରିବା। ଟିକେ ଅବେଟୁ ପ୍ରେଜ ଦ ଲର୍ଡ। କରାଟ ସାର୍। ହଁ, ଗୋଟେ ପ୍ରାର୍ଥନା ପଏଣ୍ଟ ଥିଲା। ପ୍ରେଜ ଦ ଲର୍ଡ ଆଜ୍ଞା।